नमस्कार Achievers Point YouTube channel को आपण मानक स्वागत। In this video, we will discuss about RI the previous year question of RI 2021 ର general awareness ର question ଉପରେ ଆମେ discussion କରିବା। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ମୁଁ କେବଳ ଏତିକି କହିବାକୁ ଚାହିଁବି ମୁଁ ଅଲରେଡି ମ୍ୟାଥର 4ଟା ଭିଡ଼ିଓ ମୋ ଚ୍ୟାନେଲରେ ଅପଲୋଡ଼ କରିସାରିଛି। ତେଣୁ ଏହିଭଳି ଇନଫର୍ମେଟିଭ୍ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ଜଲ୍ଦି ପହଞ୍ଚିବା ପାଇଁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ଭିଡ଼ିଓଟି ଯଦି ଇନଫର୍ମେଟିଭ୍ ଲାଗିଲା ତେଣୁ ମୋ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ପ୍ରଥମ କ୍ୱେଶ୍ଚିନ୍ ଆମେ ଦେଖିବା ଯେ ହୁଇଚ୍ ଭାଇରସ୍ ଇଜ୍ ରେସ୍ପନ୍ସିବୁଲ୍ ଫର୍ କୋଭିଡ୍-19 ମାନେ କ'ଣ କହିଲା କୋଭିଡ୍-19 ପାଇଁ କେଉଁ ଭୂତାଣୁଟା ଦାୟୀ। ତାହେଲେ କୋଉ ଭୂତାଣୁଟା ଦାୟୀ ତାହେଲେ ୟାର ଆନ୍ସର କ'ଣ ହେଉଛି SARS-CoV-2। କ'ଣ କହିଲି SARS-CoV-2। ତାହେଲେ SARS-ର ଫୁଲ୍ ଫର୍ମ ତାହେଲେ କ'ଣ ହେବ SARS-ର ଫୁଲ୍ ଫର୍ମ ହେଲା ସିଭିୟର ଏରେ ହେଲା ଆକ୍ୟୁଟ୍ ଆର୍ ହେଲା ରେସ୍ପିରେଟୋରୀ ସିଣ୍ଡ୍ରୋମ। ଆଚ୍ଛା ଆମେ କହିବା ତ କୋଭିଡ୍-19 ତ ପ୍ରଥମ ଥର ପାଇଁ ପାଣ୍ଡେମିକ୍ ହେଲା ତ ଏଇ ଭାଇରସର ନା ତାହେଲେ 2 କାହିଁକି ଦିଆହେଇଛି ଏଇ 1 କାହିଁକି ହେଲାନି। ତା ମାନେ ଆମେ ଜାଣିବା ଦରକାର ଯେ ଅଲରେଡି ଏଇ ଭାଇରସର ଗୋଟେ ଫର୍ମ ଅଲରେଡି ପାଣ୍ଡେମିକ୍ ହେଇସାରିଛି। କେବେ ଆଉଟବ୍ରେକ୍ କେବେ ହେଇଥିଲା କେବେ ଏସିଆରେ ହେଇଥିଲା ଅଲରେଡି ହେଇସାରିଥିଲା କେବେ 2002ରୁ 2004 କିନ୍ତୁ ଇଏ ହେଉଛି ତାର କ'ଣ ଗୋଟେ ଅପଡେଟେଡ୍ ଭର୍ଜନ। SARS-CoV-2ଟା ହେଉଛି କ'ଣ ଅପଡେଟେଡ୍ ଭର୍ଜନ ଯୋଉଟା କି ମାନେ କ'ଣ ହେଲା କୋଭିଡ୍-19 ଭଳିଆ ଗୋଟେ ପାଣ୍ଡେମିକକୁ କ'ଣ କଲା ସ୍ପ୍ରେଡ୍ କରିବାରେ ସାହାଯ୍ୟ ହେଲା। ଆଚ୍ଛା ଆମେ ଦେଖିବା ତାହେଲେ MERS-CoV-2ର କ'ଣ MERS-CoV-2ଟା କେବେ ହେଇଥିଲା MERS-CoV-2ଟା ହେଇଥିଲା ଏଇଟାକୁ ଆମର ଫୁଲ୍ ଫର୍ମ କ'ଣ ହେଲା ମିଡିଲ୍ ଇଷ୍ଟ ରେସ୍ପିରେଟୋରୀ ସିଣ୍ଡ୍ରୋମ। କ'ଣ କହିଲି ମିଡିଲ୍ ଇଷ୍ଟ ରେସ୍ପିରେଟୋରୀ ସିଣ୍ଡ୍ରୋମ ମାନେ କ'ଣ ଏ ଯୋଉ ମିଡିଲ୍ ଇଷ୍ଟ ମାନେ ଆମର କ'ଣ ହେଲା ସାଉଦି ଆରବ ହେଲା ଆମର ଓମାନ ହେଲା ଏଗୁଡ଼ା ସବୁ କ'ଣ ଆରବିଆନ୍ କଣ୍ଟ୍ରି ମାନେ ମିଡିଲ୍ ଇଷ୍ଟ କଣ୍ଟ୍ରି। ଏଇଠି ଯୋଉ ଆମର କୋଭିଡ୍-19ଟା ପୂର୍ବରୁ କେବେ ଆସିଥିଲା ଏଇଟା 2012 ମସିହାରୁ ଅଲରେଡି ଏଇ ଭାଇରସ୍ ଗୋଟେ ରହିଯାଇଥିଲା। ସେଇ ଭାଇରସ୍ ଗୋଟେ କୋଭିଡ୍-19 ଭଳିଆ ଗୋଟେ କ'ଣ କରିଥିଲା ଗୋଟେ ପାଣ୍ଡେମିକ୍ କ୍ଲିୟର କରିଥିଲା ମିଡିଲ୍ ଇଷ୍ଟରେ କ'ଣ କରିଥିଲା ହେଇଥିଲା। ତେଣୁ ଏଇଟା କ'ଣ କଲା MERS-CoV-2। ଆଚ୍ଛା ଆଉ କେତେଟା ଭାଇରସର ନାଁ ଆମେ ଜାଣିଛେ। ଆଚ୍ଛା ଆମେ ଗୋଟେ ଦେଖିବା ଆଉ କେତୋଟି ଭାଇରସ ଦ୍ୱାରା କ'ଣ କ'ଣ ହେଉଛି। ଆମେ ପ୍ରଥମେ ଜାଣିଛେ ଏଡ୍ସର ଫୁଲ୍ ଫର୍ମ କ'ଣ ଆଣ୍ଟି ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ। ଆଚ୍ଛା ଏଡ୍ସ କୋଉ ଭୂତାଣୁ ଦ୍ୱାରା ହେଉଛି କାହା ଦ୍ୱାରା ହେଉଛି HIV ଦ୍ୱାରା। ତାପରେ ଆମେ ଆଉ ଟିକେ ଜାଣିଛେ କ'ଣ H1N1 ଭାଇରସ୍ ଭାଇରସ୍ ଦ୍ୱାରା କ'ଣ ହେଉଛି ସ୍ୱାଇନ୍ ଫ୍ଲୁ ହେଉଛି ନା ନାହିଁ। ଆଚ୍ଛା ଆଉ ଗୋଟେ ଆମେ ଜାଣିଛେ କ'ଣ ରୁବେଲା ଭାଇରସଟା କୋଉଠି ହେଇଥିଲା ଆଫ୍ରିକାରେ ହେଇଥିଲା। ଆଫ୍ରିକାରେ କ'ଣ ବହୁତ ଲୋକଙ୍କର ଜାନ ଯାଇଥିଲା ବହୁତ ଲୋକଙ୍କର ଜୀବନ ଯାଇଥିଲା। ତାହେଲେ ଆମେ ଦେଖିଲେ କେତୋଟି ଭାଇରସ ଦ୍ୱାରା ଆଉ କ'ଣ କ'ଣ ରୋଗ ହେଉଛି। ଆଚ୍ଛା ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ଯେ ହୁ ଏମଙ୍ଗ ଦ ଫଲୋଇଂ ପର୍ସନ୍ସ ଇଜ୍ ନୋନ୍ ଆଜ୍ କବିଚନ୍ଦ୍ର ମାନେ କବିଚନ୍ଦ୍ର ବୋଲି କିଏ ଜଣେ ଥିଲା ଆମ ଓଡ଼ିଶାର କବିଚନ୍ଦ୍ର କିଏ କାଳୀଚରଣ ପଟ୍ଟନାୟକ। ଆଚ୍ଛା ତାହେଲେ ସେମିତି ଦେଖିବା ଉପେନ୍ଦ୍ର ଭଞ୍ଜଙ୍କୁ କ'ଣ ଆଖ୍ୟା ଦିଆଯାଇଛି କ'ଣ ଦିଆଯାଇଛି କବି ସମ୍ରାଟ। କ'ଣ ଦିଆଯାଇଛି କବି ସମ୍ରାଟ। ନନ୍ଦକିଶୋର ବଳଙ୍କୁ କ'ଣ ଦିଆଯାଇଛି ପଲ୍ଲୀ କବି କିଏ ନନ୍ଦକିଶୋର ବଳ। ରାଧାନାଥ ରାୟଙ୍କୁ ସେମିତି କ'ଣ ଦିଆଯାଇଛି କବି ବର ରାଧାନାଥ ରାୟ। ଆରେ କୁହାଯାଇଛି ନା ନାହିଁ। ଆଚ୍ଛା କିଏ କହିପାରିବ ତ କାଳୀଚରଣ ପଟ୍ଟନାୟକ କ'ଣ କ'ଣ ଲେଖିଛନ୍ତି କିଏ କହିପାରିବ କାଳୀଚରଣ ପଟ୍ଟନାୟକ କ'ଣ ଲେଖିଛନ୍ତି ଗୀତାବଳୀ ଲେଖିଛନ୍ତି। ତାଙ୍କର ଲେଖା କ'ଣ ଗୀତାବଳୀ କୁମ୍ଭାର ଚକ ଏଇସବୁ ଲେଖା ଗୁଡ଼ା କିଏ ଏସବୁ ମାନେ ଏଇଗୁଡ଼ାକ ମନେ ରଖିଥିବ ଯଦି କେତେବେଳେ ପଚାରିଦେବ ନେକ୍ସଟ ଏକ୍ଜାମରେ ଯେ କୁମ୍ଭାର ଚକ କିଏ ଲେଖିଛନ୍ତି କାଳୀଚରଣ ପଟ୍ଟନାୟକ ଆଉ କ'ଣ କ'ଣ ଲେଖିଛନ୍ତି ସେ କ'ଣ ଲେଖିଛନ୍ତି ଗୀତାବଳୀ ଲେଖିଛନ୍ତି କୁମ୍ଭାର ଚକ ଲେଖିଛନ୍ତି। ଆଚ୍ଛା ସେମିତି ତାହେଲେ ରାଧାନାଥ ରାୟ କ'ଣ ଲେଖିଛନ୍ତି କିଏ କହିପାରିବ ରାଧାନାଥ ରାୟ ତାହେଲେ କ'ଣ ଲେଖିଲେ କେଦାର ଗୌରୀ ଲେଖିଲେ। କ'ଣ ଲେଖିଲେ କେଦାର ଗୌରୀ। ତାପରେ କ'ଣ ଲେଖିଲେ ଚିଲିକା ଲେଖିଲେ। ସବୁ କିଏ ଲେଖିଛନ୍ତି ଏଇ କାବ୍ୟ ଗୁଡ଼ା ସବୁ କିଏ ରଚନା କରିଛନ୍ତି ରାଧାନାଥ ରାୟ ରଚନା କରିଛନ୍ତି। ଆଚ୍ଛା ତାହେଲେ ନନ୍ଦକିଶୋର ବଳ କ'ଣ ପାଇଁ କ'ଣ ରଚନା କରିଛନ୍ତି କିଏ କହିପାରିବ ନନ୍ଦକିଶୋର ବଳ ରଚନା କଲେ କ'ଣ ନିର୍ଝରିଣୀ ତାପରେ କ'ଣ ହେଲେ ତରଙ୍ଗିଣୀ ପଲ୍ଲୀଚିତ୍ର
ଏଇସବୁ କିଏ ରଚନା କରିଛନ୍ତି? ରାଧାନାଥ ରାୟ ରଚନା କରିଛନ୍ତି, ମାନେ ସରି ନନ୍ଦକିଶୋର ବଳ ରଚନା। ଯଦି ତମର ନେକ୍ସଟ ଷ୍ଟେଜ୍ ଆମର କ୍ୱେଶ୍ଚିନ୍ ଆସିଲା ଯେ ନିର୍ଝରିଣୀ କିଏ ରଚନା କରିଥିଲେ, ତରଙ୍ଗିଣୀ କିଏ ରଚନା କରିଥିଲେ, ପଲ୍ଲୀଚିତ୍ର କିଏ ରଚନା କରିଥିଲେ, କିଏ ରଚନା କରିଛନ୍ତି? ନନ୍ଦକିଶୋର ବଳ ରଚନା କରିଛନ୍ତି। ଆଚ୍ଛା ତାହେଲେ ଉପେନ୍ଦ୍ର ଭଞ୍ଜ କ'ଣ ରଚନା କରିଛନ୍ତି? କିଏ କହିପାରିବ? ଉପେନ୍ଦ୍ର ଭଞ୍ଜ କ'ଣ ରଚନା କରିଛନ୍ତି? ଆମର କ'ଣ ହେଲେ ସମସ୍ତେ ଜାଣିଛେ ଆମେ କବି ସମ୍ରାଟ କ'ଣ ଉପେନ୍ଦ୍ର ଭଞ୍ଜ। ସେ କ'ଣ ରଚନା କରିଛନ୍ତି? ବୈଦେହୀଶ ବିଳାସ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏସବୁ କିଏ ରଚନା କରିଛନ୍ତି? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ସେ ଏତେ ଭଲ ସେ ରଚନା କରିଛନ୍ତି ଯେ ତାଙ୍କୁ କ'ଣ କୁହାହେଲା? କବି ସମ୍ରାଟ ବୋଲି କୁହାହେଲା। ଆଚ୍ଛା ତାହେଲେ କିଏ କହିପାରିବ ଯେ ନନ୍ଦକିଶୋର ବଳଙ୍କୁ କାହିଁକି ପଲ୍ଲୀ କବି ବୋଲି କୁହାଯାଏ? ଆଚ୍ଛା ସିଏ ଗୋଟେ ଲେଖିଲେ ଦେଖ, ପଲ୍ଲୀଚିତ୍ର, ତରଙ୍ଗିଣୀ, ନିର୍ଝରିଣୀ, ତା ମାନେ ସିଏ ତାଙ୍କର କବିତାରେ ସେ ପ୍ରାୟ ସିଏ କ'ଣ କରୁଥିଲେ? ଗୋଟେ ପଲ୍ଲୀର ନିଚ୍ଛକ ଚିତ୍ରକୁ ସେ କ'ଣ କରୁଥିଲେ? ଆମର କ'ଣ କରୁଥିଲେ? ସେ ତାଙ୍କ କବିତାରେ ସେ ରଚନା କରୁଥିଲେ। ଆଚ୍ଛା ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ହୁ ୱାଜ୍ ଅନର୍ଡ ୱିଥ୍ ଭାରତ ରତ୍ନ ଇନ୍ ଦ ଇୟର 2019? କିଏ ତାହେଲେ? ଆଚ୍ଛା ଏଇଟା ଦେଖିବା ପୂର୍ବରୁ ଆଗ ଦେଖିବା ତାହେଲେ ଭାରତ ରତ୍ନ କେବେ ଆମର ଷ୍ଟାର୍ଟ ହେଇଥିଲା? 1954। ଆଚ୍ଛା ଭାରତ ରତ୍ନ କ'ଣ? ହାଇଏଷ୍ଟ ସିଭିଲିଆନ ଆୱାର୍ଡ। କ'ଣ ହାଇଏଷ୍ଟ ମାନେ ଭାରତର ସର୍ବୋଚ୍ଚ ପୁରସ୍କାର କ'ଣ? ଭାରତ ରତ୍ନ। କେବେ ହେଇଥିଲା? 1954। 1954 ତାର ଫାଷ୍ଟ କାହାକୁ କାହାକୁ ମିଳିଥିଲା? ଫାଷ୍ଟ କାହାକୁ କାହାକୁ ମିଳିଥିଲା? ପ୍ରଥମ ହେଲେ ସି ରାଜଗୋପାଳାଚାରୀ, ଦୁଇରେ ହେଲେ ଆମର କିଏ? ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ତିନିରେ କିଏ? ସିଭି ରମଣ। ଆଚ୍ଛା ୟାଙ୍କ ତିନି ଜଣଙ୍କ ଭିତରେ କିଏ କିଏ ଜାଣିଛ ଦେଇ କହିଲ? ଆଚ୍ଛା ସି ରାଜଗୋପାଳାଚାରୀଙ୍କୁ ଆମକୁ କ'ଣ ଡାକୁଥିଲେ? ରାଜାଜୀ ବୋଲି ଡାକୁଥିଲେ। ଆଚ୍ଛା ୟାଙ୍କର ଗୋଟେ ଏଇ ରାଜାଜୀ ନାଁରେ ଗୋଟେ ନ୍ୟାସନାଲ ପାର୍କ ଅଛି, କିଏ କହିପାରିବ? କୋଉ ନ୍ୟାସନାଲ ପାର୍କ? ରାଜାଜୀ ନ୍ୟାସନାଲ ପାର୍କ କୋଉଠି ଅଛି କିଏ କହିପାରିବ? ଉତ୍ତରାଖଣ୍ଡ। କୋଉଠି ଅଛି? ଉତ୍ତରାଖଣ୍ଡ। କୋଉଠି ଅଛି? ଉତ୍ତରାଖଣ୍ଡ। ଆଚ୍ଛା ତାହେଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଇମ୍ପୋର୍ଟାନ୍ସ କ'ଣ? ସର୍ବପଲ୍ଲୀ ରାଧାକ୍ରିଷ୍ଣନ ହେଉଛନ୍ତି କ'ଣ? ଫାଷ୍ଟ ଭାଇସ ପ୍ରେସିଡେଣ୍ଟ। ସର୍ବପଲ୍ଲୀ ରାଧାକ୍ରିଷ୍ଣନ କିଏ? ଫାଷ୍ଟ ଭାଇସ ପ୍ରେସିଡେଣ୍ଟ। ତାଙ୍କ ନାଁରେ ଆମେ ଗୋଟେ ଡେ ପାଳନ କରୁଛେ, କିଏ କହିପାରିବ? ଟିଚର୍ସ ଡେ। କୋଉଠି? ଟିଚର୍ସ ଡେ। କେବେ? ସେପ୍ଟେମ୍ବର 5। ଆଚ୍ଛା ସିଭି ରମଣଙ୍କ ନାଁରେ କିଏ କହିପାରିବ? ତ ସିଭି ରମଣ କ'ଣ କରିଥିଲେ? ଫାଷ୍ଟ ଆମର କ'ଣ କରିଥିଲେ? ରମଣ ଇଫେକ୍ଟ କାଢ଼ିଥିଲେ। କ'ଣ କରିଥିଲେ? ରମଣ ଇଫେକ୍ଟ କାଢ଼ିଥିଲେ। ବୁଝିଲାନି? ସେ ରମଣ ଇଫେକ୍ଟ ପାଇଁ କ'ଣ ପାଇଥିଲେ? ନୋବେଲ ପ୍ରାଇଜ ପାଇଥିଲେ। କେବେ ପାଇଥିଲେ ନୋବେଲ ପ୍ରାଇଜ? କେବେ ପାଇଥିଲେ ନୋବେଲ ପ୍ରାଇଜ? ଆଚ୍ଛା ତାଙ୍କ ନାଁରେ ସିଭି ରମଣଙ୍କ ଇମ୍ପୋର୍ଟାନ୍ସ ନାଁରେ ଆମେ ଗୋଟେ ଡେ ସେଲିବ୍ରେଟ କରୁଛେ। କେତେ? ଫେବୃଆରୀ 28। କୋଉ ଡେ? ନ୍ୟାସନାଲ ସାଇନ୍ସ ଡେ। କୋଉ ଡେ? ନ୍ୟାସନାଲ ସାଇନ୍ସ ଡେ। ଆଚ୍ଛା ଇଏ ତ ଗଲା ଫାଷ୍ଟ କିଏ କିଏ ପାଇଥିଲେ। ଆଚ୍ଛା ଏବେ ଲାଟେଷ୍ଟ ତାହେଲେ କିଏ କିଏ ପାଇଛନ୍ତି? କିଏ କିଏ ପାଇଛନ୍ତି ଲାଟେଷ୍ଟ? କର୍ପୂରୀ ଠାକୁର ପାଇଛନ୍ତି। ତାପରେ କିଏ ପାଇଛନ୍ତି? ଲାଲକୃଷ୍ଣ ଆଡଭାନୀ ପାଇଛନ୍ତି। ଆଉ କିଏ ପାଇଛନ୍ତି? ଚରଣ ସିଂ ପାଇଛନ୍ତି। ଚରଣ ସିଂ ପାଇଛନ୍ତି। ଆଉ କିଏ ପାଇଛନ୍ତି? ପିଭି ନରସିଂହା ରାଓ। କିଏ ପାଇଛନ୍ତି? ପିଭି ନରସିଂହା ରାଓ। ବୁଝିଲା ନା ନାଇଁ? ଏତିକ କେତେ ପାଇଛନ୍ତି? ଏବେ ଲାଟେଷ୍ଟ ଭାରତ ରତ୍ନ ପାଇଛନ୍ତି ଏତିକି। ଆଚ୍ଛା ତାହେଲେ ୟଙ୍ଗେଷ୍ଟ ରିସିପିଆଣ୍ଟ କିଏ? ୟଙ୍ଗେଷ୍ଟ କିଏ ପାଇଛନ୍ତି? ଆମର କିଏ? ପ୍ରିୟ ସଚିନ ରମେଶ ତେନ୍ଦୁଲକର। କ'ଣ? ସଚିନ ରମେଶ ତେନ୍ଦୁଲକର। ଆଚ୍ଛା ତାହେଲେ କ୍ୱେଶ୍ଚିନ୍ ଆନ୍ସର କ'ଣ? ହୁ ୱାଜ୍ ଅନର୍ଡ ୱିଥ୍ ଭାରତ ରତ୍ନ। ତାହେଲେ 2019ରେ କିଏ କିଏ ପାଇଥିଲେ? ତାହେଲେ 2019ରେ ତାହେଲେ କିଏ କିଏ ପାଇଥିଲେ? ଭୂପେନ ହଜାରିକା ପାଇଥିଲେ। ଭୂପେନ ହଜାରିକା, ପ୍ରଣବ ମୁଖାର୍ଜୀ, ଆଉ ଜଣେ କିଏ ପାଇଥିଲେ? ନାନାଜୀ ଦେଶମୁଖ। କିଏ ପାଇଥିଲେ? ନାନାଜୀ ଦେଶମୁଖ। ତାହେଲେ ୟାର ଆନ୍ସର କ'ଣ? ଭୀମସେନ ଯୋଶୀ ତ ନୁହଁ, ମଦନ ମୋହନ ମାଲବ୍ୟ ତ ନୁହଁ, ଅଟଳ ବିହାରୀ ବାଜପେୟୀ ତ ନୁହଁ, ଓବିୟସଲି କିଏ? ପ୍ରଣବ ମୁଖାର୍ଜୀ। ଆଚ୍ଛା ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ସେ କହିଲା ଦ ଲଳିତ କଳା ଏକାଡେମୀ ଇଜ ଡେଡିକେଟେଡ୍ ଫର ପ୍ରମୋସନ ଅଫ ହୁଇଚ୍ ଅଫ ଦ ଫଲୋଇଂ। ମାନେ ଲଳିତ କଳା ଏକାଡେମୀରେ କାହାର ପ୍ରସାର ପାଇଁ ଦିଆଯାଇଛି? ଫାଇନ୍ ଆର୍ଟସ। ଆଚ୍ଛା ତାହେଲେ ଫାଇନ୍ ଆର୍ଟସ ବୋଲି କିଏ କ'ଣ କହିପାରିବ? ଫାଇନ୍ ଆର୍ଟସ ମାନେ କ'ଣ? ଫାଇନ୍ ଆର୍ଟସ ମାନେ ହେଉଛି କ'ଣ? ଡ୍ରଇଂ, ପେଣ୍ଟିଂ, ସ୍କଲ୍ପଚର, ସେ ଯେଉଁ ସ୍କଲ୍ପଚର, ସେ ଯେଉଁ ମୂର୍ତ୍ତି ତିଆରି ହେଉଛି, ଏଗୁଡ଼ା ସବୁ କ'ଣ କୁହାଯାଏ? ଫାଇନ୍ ଆର୍ଟସ ବୋଲି କୁହାଯାଏ। ଆଚ୍ଛା ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ସେ ଥିଲା କ'ଣ? ମଧୁବଣୀ ଷ୍ଟାଇଲ ଅଫ୍ ଫଲ୍କ ପେଣ୍ଟିଂ ଇଜ୍ ଦ ପପୁଲାର ପେଣ୍ଟିଂ ଅଫ୍ ହୁଇଚ୍ ଇଣ୍ଡିଆନ ଷ୍ଟେଟ୍। ତାହେଲେ ମଧୁବଣୀ ଷ୍ଟାଇଲଟା କାହାର ରେ? କିଏ କହିପାରିବ ଏଠି ମଧୁବଣୀ ଷ୍ଟାଇଲଟା କାହାର? କିଏ ଜାଣିଛ?
ଓଭିୟସଲି କାହାର? ବିହାର। ମଧୁବଣୀ ଷ୍ଟାଇଲଟା କାହାର? ବିହାରର ହଉଛି କ'ଣ ଏଟାକୁ କୋଉ ଆର୍ଟ ବୋଲି କୁହାଯାଏ? ମଧୁବନଟାକୁ କ'ଣ କୁହାଯାଏ? ମିଥିଳା ଆର୍ଟ। କ'ଣ କୁହାଯାଏ? ମିଥିଳା ଆର୍ଟ। ଆଚ୍ଛା ମିଥିଳା କାହିଁକି ପ୍ରସିଦ୍ଧ କିଏ କହିପାରିବ? କାହାର? ଅଯୋଧ୍ୟାର ଆମର କିଏ ରାମଚନ୍ଦ୍ରଙ୍କର ପତ୍ନୀ ଯିଏ ସୀତା ତାଙ୍କର କୋଉଟା ଥିଲା? ସୀତାଙ୍କର କୋଉଠି ଥିଲା? ମିଥିଳା। କୋଉଠି ଥିଲା? ଜନକ। ଜନକପୁରର ରାଜଧାନୀ କିଏ? ମିଥିଳା ଥିଲା। କୋଉଠି ଅଛି ଏଇଟା? ନେପାଳରେ ଅଛି। କୋଉଠି ଅଛି ମିଥିଳାଟା? ନେପାଳରେ ଅଛି। ଏଇ ଆର୍ଟଟାକୁ ସେଇଥିପାଇଁ କ'ଣ କୁହାଯାଏ? ଇଣ୍ଡୋ ନେପାଳିକ ଆର୍ଟ। ଇଣ୍ଡୋ ନେପାଳ ଆର୍ଟ ବୋଲି ମଧ୍ୟ କୁହାଯାଏ। କାହାକୁ? ମଧୁବନଟାକୁ ଇଣ୍ଡୋ ନେପାଳ ଆର୍ଟ ବୋଲି ମଧ୍ୟ କୁହାଯାଏ। ଆଚ୍ଛା ସେମିତି ଦେଇ କହିଲ ଉତ୍ତରପ୍ରଦେଶର ଆର୍ଟଟାକୁ କ'ଣ କୁହାଯାଏ? ଉତ୍ତରପ୍ରଦେଶର ଫଲ୍କ ଆର୍ଟଟାକୁ କ'ଣ କୁହାଯାଏ? କ'ଣ କୁହାଯାଏ କିଏ କହିପାରିବ? ତାଙ୍କର ଗୋଟେ ପ୍ରସିଦ୍ଧ କ'ଣ? କେଭ୍ ପେଣ୍ଟିଂ ଅଫ୍ ଚିତ୍ରକୂଟ। କ'ଣ? କେଭ୍ ପେଣ୍ଟିଂ ଅଫ୍ ଚିତ୍ରକୂଟ ହେଉଛି ଉତ୍ତରପ୍ରଦେଶର କ'ଣ? କେଭ୍ ପେଣ୍ଟିଂ ଅଫ୍ ଚିତ୍ରକୂଟ। ଆଚ୍ଛା ସେମିତି କହିପାରିବ ତାହେଲେ ଓଡ଼ିଶାର ଆର୍ଟଟାକୁ କ'ଣ କୁହାଯାଏ? ଓଡ଼ିଶାର ପେଣ୍ଟିଂକୁ କ'ଣ କୁହାଯାଏ କିଏ କହିପାରିବ? କିଏ କହିପାରିବ ରେ? ଓଡ଼ିଶାର ପେଣ୍ଟିଂକୁ ଆମେ କ'ଣ କଲେ ସମସ୍ତେ ଜାଣିଛେ ପଟ୍ଟଚିତ୍ର। କ'ଣ ଓଡ଼ିଶାର ପେଣ୍ଟିଂ? ପଟ୍ଟଚିତ୍ର। ଆଚ୍ଛା ସେମିତି ରାଜସ୍ଥାନର କୁହାଯାଏ ପେଣ୍ଟିଂକୁ, ଫଲ୍କ ପେଣ୍ଟିଂକୁ? ରାଜସ୍ଥାନୀ ପେଣ୍ଟିଂ। କ'ଣ କୁହାଯାଏ? ରାଜସ୍ଥାନୀ ପେଣ୍ଟିଂ। ଆଚ୍ଛା ତାପରେ ଦେଖିବା କ୍ୱେଶ୍ଚିନ୍ଟା। ସେ କହିଲା ନେକ୍ସଟ ଟୁ ହିନ୍ଦୀ ହୁଇଚ୍ ଲାଙ୍ଗୁଏଜ ଇଜ୍ ସ୍ପୋକନ୍ ଦ ମ୍ୟାକ୍ସିମମ୍ ନମ୍ବର ଅଫ୍ ପିପୁଲ ଇନ୍ ଇଣ୍ଡିଆ? ମାନେ ହିନ୍ଦୀ ପରେ ଆଉ କୋଉଟା ସର୍ବାଧିକ ଲାଙ୍ଗୁଏଜ କମ୍ ନାହିଁ ଲୋକ ଭାରତର ଲୋକ କହିଥାନ୍ତି। ଆଚ୍ଛା ଫାଷ୍ଟ ତାହେଲେ ଆମେ ଜାଣିଦେଲେ କ'ଣ? ହିନ୍ଦୀ। ସେକେଣ୍ଡରେ ତାହେଲେ କ'ଣ ହେଇଗଲା? ହିନ୍ଦୀ ତାହେଲେ କେତେ ଲୋକ କହୁଛନ୍ତି? 52.83 crore। ମାନେ ପ୍ରାୟ 1/3 ଲୋକ କହୁଛନ୍ତି କ'ଣ? ହିନ୍ଦୀ। ତାପରେ ଆସିଲେ କ'ଣ? ତାପର ଲାଙ୍ଗୁଏଜ ହେଉଛି ବେଙ୍ଗଲୀ। ଆଚ୍ଛା ବେଙ୍ଗଲୀ କେତେ ଜଣ କହୁଛନ୍ତି? 9.72 crore କହୁଛନ୍ତି ବେଙ୍ଗଲୀ। ତାପରେ ଆସିଲା କ'ଣ? ଥାର୍ଡରେ ଆସିଲା କ'ଣ? ମରାଠୀ। ଥାର୍ଡରେ ଆସିଲା କ'ଣ? ମରାଠୀ ଆସିଲା ହାରି। ମରାଠୀ ତାହେଲେ ମରାଠୀ। ଫୋର୍ଥରେ ଆସିଲା କ'ଣ? ତେଲୁଗୁ। ଫୋର୍ଥରେ ଆସିଲା କ'ଣ? ତେଲୁଗୁ। ଫିଫ୍ଥରେ ଆସିଲା କ'ଣ? ତାମିଲ। ଏମିତି ସୁଅନ୍ ଚାଲ। ବୁଝିଲା ନା? ତାହେଲେ ହିନ୍ଦୀ ଲାଙ୍ଗୁଏଜ ପରେ ମ୍ୟାକ୍ସିମମ୍ ନମ୍ବର ଲୋକ କୋଉ ଲାଙ୍ଗୁଏଜ କହୁଛନ୍ତି? ବେଙ୍ଗଲୀ। କେତେ କୋଟି ଲୋକ କହୁଛନ୍ତି? 9.72 crore ଲୋକ କହୁଛନ୍ତି। ଆଚ୍ଛା କିଏ କହିପାରିବ ମୋତେ କମେଣ୍ଟ ସେକ୍ସନରେ ଜଣିବ ଆମର ଅଫିସିଆଲ ଲାଙ୍ଗୁଏଜ ପାଇଁ କେତେ ସିଡ୍ୟୁଲ? ହୁଇଚ୍ ସିଡ୍ୟୁଲରେ ମେନସନ୍ ଅଛି ଯେ ଆମର ଅଫିସିଆଲ ଲାଙ୍ଗୁଏଜ କଥା ହୁଇଚ୍ ସିଡ୍ୟୁଲରେ ମେନସନ୍ ଅଛି? କୋଉ ସିଡ୍ୟୁଲରେ ଆମର କନଷ୍ଟିଟ୍ୟୁସନ ଅଫିସିଆଲ ଲାଙ୍ଗୁଏଜ ଭିତରେ ଅଛି? ମୋତେ କମେଣ୍ଟ ସେକ୍ସନରେ ଜଣାଇବେ। ଆଚ୍ଛା ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ତ ପୋଏଟ୍ ଅଫ୍ ଫେମସ୍ ସଙ୍ଗ ବନ୍ଦେ ଉତ୍କଳ ଜନନୀ। ବନ୍ଦେ ଉତ୍କଳ ଜନନୀର କିଏ ଲେଖିଛନ୍ତି? କିଏ କହିପାରିବ? କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। କ'ଣ ତାଙ୍କୁ ଆଖ୍ୟା ଦିଆଯାଇଛି? କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ଆଚ୍ଛା ଫକୀର ମୋହନ ସେନାପତି କୋଉ ଆଖ୍ୟା ଦିଆଯାଇଛି କିଏ କହିପାରିବ? ବ୍ୟାସ କବି ଫକୀର ମୋହନ ସେନାପତି। ଆଚ୍ଛା ତାହେଲେ ଫକୀର ମୋହନ ସେନାପତି କ'ଣ କ'ଣ ଲେଖିଛନ୍ତି? ମାମୁଁ, ଲଛମା, 6 ମାଣ 8 ଗୁଣ୍ଠ ଏସବୁ କିଏ ଲେଖିଛନ୍ତି? ଫକୀର ମୋହନ ସେନାପତି। ତାହେଲେ ବନ୍ଦେ ଉତ୍କଳ ଜନନୀକୁ କିଏ ଲେଖିଛନ୍ତି? କାନ୍ତ କବି ଲକ୍ଷ୍ମୀକାନ୍ତ। ଆଚ୍ଛା ଏବେ ରିସେଣ୍ଟ ଆମର କ'ଣ ହେଇଛି? ବନ୍ଦେ ଉତ୍କଳ ଜନନୀ ଉପରେ ଗୋଟେ ନ୍ୟୁଜ୍ ଥିଲା। ବନ୍ଦେ ଉତ୍କଳ ଜନନୀ କେବେ ରିସେଣ୍ଟ କ'ଣ ଷ୍ଟେଟ୍ ସଙ୍ଗ୍ର ମାନ୍ୟତା ଦିଆଯାଇଛି। ଷ୍ଟେଟ୍ ସଙ୍ଗ୍ର ମାନ୍ୟତା କାହାକୁ ଦିଆଯାଇଛି? ବନ୍ଦେ ଉତ୍କଳ ଜନନୀକୁ ଦିଆଯାଇଛି। ଆମେ ତାହେଲେ ଆଚ୍ଛା ତାହେଲେ ଆମେ ଦେଖିବା। ଆଚ୍ଛା ଏଇ ଟିକେ କହିପାରିବ ଗୋପବନ୍ଧୁ ଦାସକୁ ଆମେ କୋଉ ଆଖ୍ୟା ଦିଆଯାଇଛି? କୋଉ ଆଖ୍ୟା ଦିଆଯାଇଛି? ଜେମ୍ ଅଫ୍ ଓଡ଼ିଶା। ଜେମ୍ ଅଫ୍ ଓଡ଼ିଶା ମାନେ କ'ଣ? ଉତ୍କଳମଣି। ଉତ୍କଳମଣି ଗୋପବନ୍ଧୁ ଦାସ। ଆଚ୍ଛା ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ସେ କହିଲା ହୁ ଇଜ୍ ଦ ଅଥର ଅଫ୍ ଦ ବୁକ୍ ମାଇ ଜର୍ଣ୍ଣି ଟ୍ରାନ୍ସଫର୍ମିଂ ଡ୍ରିମ୍ସ ଇଣ୍ଟୁ ଆକ୍ସନ୍? ଏଇ ବୁକ୍ର ମାଇ ଜର୍ଣ୍ଣି ଟ୍ରାନ୍ସଫର୍ମିଂ ଡ୍ରିମ୍ସ ଇଣ୍ଟୁ ଆକ୍ସନ୍ର ଲେଖକ କିଏ? ଆମର ପ୍ରିୟ ଡକ୍ଟର ଏପିଜେ ଅବଦୁଲ କାଲାମ। ଆଚ୍ଛା ଏପିଜେ ଅବଦୁଲ କାଲାମ ଆଉ କ'ଣ କ'ଣ ବହି ଲେଖିଛନ୍ତି? କ'ଣ ଲେଖିଛନ୍ତି? ୱିଙ୍ଗସ୍ ଅଫ୍ ଫାୟାର। ୱିଙ୍ଗସ୍ ଅଫ୍ ଫାୟାର। ଆଉ ଗୋଟେ କ'ଣ? ଇଗ୍ନାଇଟେଡ୍ ମାଇଣ୍ଡ। କ'ଣ ଲେଖିଛନ୍ତି? ୱିଙ୍ଗସ୍ ଅଫ୍ ଫାୟାର, ଇଗ୍ନାଇଟେଡ୍ ମାଇଣ୍ଡ। ଏସବୁ କିଏ ଲେଖିଛନ୍ତି? ସବୁ ଡକ୍ଟର ଏପିଜେ ଅବଦୁଲ କାଲାମ। ଆଚ୍ଛା ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ସେ କହିଲା ହାଉ ଇଜ୍ ଦ ଏମିନେଣ୍ଟ ପର୍ସନ୍ ତେନଜିନ୍ ଗ୍ୟାଷ୍ଟୋ ପପୁଲାରଲି ନୋନ୍? ଯେ ତେନଜିନ୍ ଗ୍ୟାଷ୍ଟୋ ମାନେ କିଏ ସିଏ?
ସିଏ ହେଉଛନ୍ତି କିଏ? ଦଲାଇ ଲାମା। ସିଏ ହେଉଛନ୍ତି କିଏ? ଦଲାଇ ଲାମା। କାହାର ଦଲାଇ ଲାମା ତାହେଲେ କାହାକୁ କୁହାଯାଏ? ଦେଖି କିଏ କହିପାରିବ? ଦଲାଇ ଲାମା କାହାକୁ କୁହାଯାଏ? କଣ କୁହାଯାଏ? ଦଲାଇ ଲାମା କୁହାଯାଏ କାହାକୁ? ହାଇଏଷ୍ଟ ସ୍ପିରିଚୁଆଲ leader and head of Tibetan Buddhism। କଣ କୁହାଯାଏ? ହାଇଏଷ୍ଟ ସ୍ପିରିଚୁଆଲ ଲିଡର ଆଣ୍ଡ ହେଡ୍ ଅଫ୍ ଦ ତିବ୍ବତାନ ବୁଦ୍ଧିଜିମ୍ କାହାକୁ କୁହାଯାଏ? ଦଲାଇ ଲାମାକୁ କୁହାଯାଏ। ଦଲାଇ ଲାମାଟା ହେଉଛି ଗୋଟେ କଣ? ଗୋଟେ ପୋଷ୍ଟ। ଗୋଟେ ହେଉଛି କଣ? ଆମେ ଯେମିତି ଜାଣିଛେ ପୁରୀରେ ଗୋଟେ ଶଙ୍କରାଚାର୍ଯ୍ୟ, କଣ ଶଙ୍କରାଚାର୍ଯ୍ୟ ଅଛନ୍ତି? ପୁରୀରେ ଶଙ୍କରାଚାର୍ଯ୍ୟ ପୋଷ୍ଟଟା ଅଛି। ସେମିତି ତିବ୍ବତାନ ବୁଦ୍ଧିଜିମ୍ର ହାଇଏଷ୍ଟ ପୋଷ୍ଟ ହେଉଛି କଣ? ଦଲାଇ ଲାମା। ସେଇ ଦଲାଇ ଲାମାରେ ଅଛନ୍ତି କିଏ? ତେଞ୍ଜିନ୍ ଗ୍ୟାଷ୍ଟୋ। କିଏ ଅଛନ୍ତି? ତେଞ୍ଜିନ୍ ଗ୍ୟାଷ୍ଟୋ ଅଛନ୍ତି ଦଲାଇ ଲାମା। ସିଏ ହେଉଛନ୍ତି କେତେତମ ଦଲାଇ ଲାମା? 14th ଦଲାଇ ଲାମା। ତେଞ୍ଜିନ୍ ଗ୍ୟାଷ୍ଟୋ ହେଉଛନ୍ତି କଣ? 14th ଦଲାଇ ଲାମା ହେଉଛନ୍ତି କଣ? ତେଞ୍ଜିନ୍ ଗ୍ୟାଷ୍ଟୋ। ଆଚ୍ଛା, ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ସେ କହିଲା ହୁ ଇଜ୍ ଦ ୱିନର ଅଫ୍ ୱିମ୍ବଲଡନ୍ ଟେନିସ୍ ବଏଜ୍ ସିଙ୍ଗଲ ଜୁନିୟର ଚାମ୍ପିଅନସିପ୍ 2021 ସିଙ୍ଗଲ ଜୁନିୟର କିଏ ଥିଲେ? ସମୀର ବାନାର୍ଜୀ। କିଏ ଥିଲେ? ସମୀର ବାନାର୍ଜୀ। ତାପରେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ଲାର୍ଜେଷ୍ଟ, ଏଇଠି ରହିଲା କ୍ୱେଶ୍ଚିନ୍ ସୁଇଟ୍ ୱାଟର ଲେକ୍। ସେ କଣ କଲା? ଲାର୍ଜେଷ୍ଟ ସୁଇଟ୍ ୱାଟର ଲେକ୍ ଇନ୍ ଓଡ଼ିଶା। ତାହେଲେ କିଏ ଏଇଠି ହବ? ଅଂଶୁପା। ଅଂଶୁପାଟା ହେଉଛି କଣ? ଲାର୍ଜେଷ୍ଟ ସୁଇଟ୍ ୱାଟର ଲେକ୍ ଇନ୍ ଓଡ଼ିଶା। ଆଚ୍ଛା, ଅଂଶୁପା ବିଷୟରେ କିଛି ଗୋଟେ ଜାଣିବା। କୋଉଠି ଅଛି ଆଗ? କଟକ ଡିଷ୍ଟ୍ରିକ୍ଟରେ। ଆଚ୍ଛା, ଆମେ ଯୋଉ କହୁଛେ ଅଂଶୁପାଟା ହେଉଛି କଣ? ଗୋଟେ କଣ? ସୁଇଟ୍ ୱାଟର ଲେକ୍ ହେଲା। ଆଉ ଗୋଟେ କଣ କହୁଛି? ଅକ୍ସବୋ ଲେକ୍। କଣ? ଅକ୍ସବୋ ଲେକ୍। ଆଚ୍ଛା, ଅକ୍ସବୋ ଲେକ୍ର ଓଡ଼ିଆକୁ ଆମେ ଯୋଉ କହୁନେ ଅଶ୍ୱକ୍ଷୁରାକୃତି ହ୍ରଦ ହେଉଛି କିଏ? ଅଂଶୁପା। ଅଶ୍ୱକ୍ଷୁରାକୃତି ଯୋଉ ହ୍ରଦ କିଏ? ଅଂଶୁପା। ଆଚ୍ଛା, ଅକ୍ସବୋ ଲେକ୍ ମାନେ କଣ କହିଲ? ଆଚ୍ଛା, ଅକ୍ସବୋ ଲେକ୍ ଆଚ୍ଛା କୋଉ ନଦୀରେ ଆଗ ଅଛି ଦେଖିବା। କୋଉ ନଦୀରେ ଅଛି? ମହାନଦୀ। ଆମର ପ୍ରିୟ ମହାନଦୀର ଧାରାରେ କଣ ହେଇଛି? ଅଂଶୁପା। ଆଚ୍ଛା, ଅକ୍ସବୋ ଲେକ୍ କେମିତି ପ୍ରଡ୍ୟୁସ ହୁଏ କିଏ କହିପାରିବ? ଆଚ୍ଛା, ଗୋଟେ ନଦୀଟେ ଏମିତି ଯାଉଛି, ଏମିତି ହେଇକି ଆସିଲା। ଆଚ୍ଛା, ସେ କଣ କରିବ? ଏଇଠୁ ଆମର କଣ ହେଇଥିବ? ମାଟି ହେରିକା ଧରିକି ଆସିଥିବ। ସେ କଣ କରିବ? ଏଇ ମାଟି ହେରିକା ଏଠି ଗଦା କରିକି ଯେତେବେଳେ ୟଙ୍ଗ ଥିବ, ନଦୀରେ ଯେତେବେଳେ ନୂଆ ଆସିଥିବ, ଅଧିକ ମାଟି ଧରିକି ଆସିଥିବ, ସେ କଣ କରେ? ମାଟି ହେରିକା ଗଦା କରି ଇଏ କଣ କରେ? ଏମିତି ତା ଡିରେକ୍ସନକୁ ଚେଞ୍ଜ କରିଦିଏ। ଡିରେକ୍ସନ ଏଇଠି ଚେଞ୍ଜ କରିଦେଲା, ଏଇଠି ମାଟି ଫାଟି ଗଦା ହେଇଗଲା। ଏଇଠି ଯେତେବେଳେ ମାଟି ଫାଟି ସେ ଧରିକି ଆସିକି ଡିରେକ୍ସନ ଏଇଠି ମାଟି ହେଲା ଗଦିଲା, ଗଦା ହେଇ 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 ଆମର ଏଇଠୁ କଣ ହେଇଗଲା? ଏଇ ନଦୀଟା ସେ କଣ କରିବ? ଏଇପଟେ ବହିବ। ବୁଝିଲା ନା? କିନ୍ତୁ ଏଇ ଏତିକିରେ ପାଣି ରହିଲା ନା ନାହିଁ? ଏଇଟାକୁ ଆମେ ସେଇଥିପାଇଁ କଣ କହିଲେ? ଅକ୍ସବୋ ଲେକ୍। କଣ କହିଲେ? ଅକ୍ସବୋ ଲେକ୍। ଆଚ୍ଛା, ଅକ୍ସବୋ ଲେକ୍ କେତେବେଳେ ପ୍ରଡ୍ୟୁସ ହୁଏ? ଯେତେବେଳେ ଗୋଟେ ନଦୀ ତାର ୟଙ୍ଗେଷ୍ଟ ଫର୍ମରେ ଥାଏ। ୟଙ୍ଗେଷ୍ଟ ଏଜର ଫର୍ମ ମାନେ କଣ? ନୂଆ ସୃଷ୍ଟି ହେଇଥିବ। ନୂଆ ତ ଭାବନି ଯେ ବର୍ଷେ 2 ବର୍ଷ, 50 ବର୍ଷ, 100 ବର୍ଷ, ଏତିକି ଭିତରେ ଯେତେବେଳେ ନୂଆ କଣ କରେ? ସେ ତାର ଡିରେକ୍ସନକୁ ଫ୍ରିକ୍ୱେଣ୍ଟଲି ଚେଞ୍ଜ କରେ। ମାନେ ଏପଟେ ଯାଉଥିବ ତ କଣ ତା ମନ ହବ? ଏଇପଟେ ପଳେଇ ଆସିବ। ତାର ଏଇପଟେ କଣ ମନ ହବ? ଏଇପଟେ ପଳେଇ ଆସିବ। ସେଇଟା କଣ କହନ୍ତି? ଆମର ନଦୀର ଡିରେକ୍ସନ ଚେଞ୍ଜ କରନ୍ତି। ସେଇ ଟାଇମରେ ଆମର କଣ ଫର୍ମ ହୁଏ? ଅକ୍ସବୋ ଲେକ୍ ଫର୍ମ ହୁଏ। ସେଇ ମହାନଦୀର ଯେତେବେଳେ ୟଙ୍ଗେଷ୍ଟ ଫର୍ମ ଥିଲା, ସେଇ ଟାଇମରେ କୋଉ ଲେକ୍ଟା ଫର୍ମ ହେଇଛି? ଅଂଶୁପା ଲେକ୍ଟା ଫର୍ମ ହେଇଛି। ଆଚ୍ଛା, ତାପରେ ଦେଖିବା। ତାପରେ ଆଚ୍ଛା, ଏଇଥିରେ ଚିଲିକାର ଇମ୍ପୋର୍ଟାନ୍ସ କଣ? ସମସ୍ତେ ଜାଣିଛେ। ଲାର୍ଜେଷ୍ଟ ବ୍ରାକିସ୍ ୱାଟର ଲେକ୍ ଇନ୍ ଏସିଆ। ଟୋଟାଲ ଏସିଆରେ ଲାର୍ଜେଷ୍ଟ ବ୍ରାକିସ୍ ୱାଟର ଲେକ୍ ହେଉଛି କଣ? ଚିଲିକା। ଆଚ୍ଛା, ବ୍ରାକିସ୍ ୱାଟର ବୋଲେ କଣ କିଏ କହିପାରିବ? ବ୍ରାକିସ୍ ୱାଟର ବୋଲେ କଣ? ମାନେ କଣ ସେଇଥିରେ ଥିବ? ସଲ୍ଟ ୱାଟର ପ୍ଲସ୍ ଫ୍ରେଶ ୱାଟର ମିଶିକି ଥିବ। ଫ୍ରେଶ ସୁଇଟ୍ ୱାଟର କଣ ଥିବ? ସୁଇଟ୍ ୱାଟର ମିଶିକି ଥିଲେ କଣ ଥିବ? ଏଇଟା ହେଉଛି ବ୍ରାକିସ୍ କହନ୍ତି। ଆଚ୍ଛା, ଚିଲିକାଟାକୁ ବ୍ରାକିସ୍ କାହିଁ କଲେ? ଆମେ ସମସ୍ତେ ଜାଣିଛେ ଇଏ ଯଦି ହେଲା ଆମର ଓଡ଼ିଶା ହେଲା, ଏଇଠି ଆମର ଚିଲିକାଟା ଅଛି, ଏଇଠି ଆମର କଣ ଅଛି? ବେ ଅଫ୍ ବେଙ୍ଗଲ ଅଛି। ଆଚ୍ଛା, ଏଇ ଯୋଉ ଚିଲିକାରେ ପ୍ରବଳ ନଦୀ ଆସି ମିଶୁଛନ୍ତି, ଏଇ ନଦୀରେ ଆସିଲା କଣ? ସୁଇଟ୍ ୱାଟର ବା ଫ୍ରେଶ ୱାଟର, ଏଇଠୁ ମିଶିଲା କଣ? ସଲ୍ଟ ୱାଟର। ତେଣୁ ଏଇ ଚିଲିକାର ପାଣିଟା କଣ ହେଇଗଲା? ବ୍ରାକିସ୍ ୱାଟର। ତ ଲାର୍ଜେଷ୍ଟ ବ୍ରାକିସ୍ ୱାଟର ଲେକ୍ ଇନ୍ ଏସିଆ ହେଲା କଣ? ଚିଲିକା। ଆଚ୍ଛା, ଆଉ ଗୋଟେ ଚିଲିକା ବିଷୟରେ କଣ ଜାଣିଛେ? ଆମେ ଜାଣିଛେ 1981ରେ କଣ ତାହେଲେ ଡିକ୍ଲେୟାର ହେଇଥିଲା? ରାମସାର କନଭେନସନ, ରାମସାର ସାଇଟ୍ ବୋଲି ଡିକ୍ଲେୟାର ହେଇଥିଲା। କାହାକୁ? ଚିଲିକାକୁ। କୋଉଥିରେ? କଣ ଡିକ୍ଲେୟାର ହେଇଥିଲା ଚିଲିକାକୁ? ଫାଷ୍ଟ ୱେଟଲ୍ୟାଣ୍ଡ
फास्ट वेटलैंड ऑफ इंटरनेशनल इम्पोर्टेंस फास्ट वेटलैंड ऑफ इंटरनेशनल इम्पोर्टेंस डिक्लेयर होता है चिलिका डिक्लेयर होता है 1981 अच्छा ताले किए कहीपर आम ओडिशा रे केतोटा रामसार साइट अच्छी किए कहीपर आम ओडिशा रे केतोटा रामसार साइट अच्छी 6टा केतोटी साइट अच्छी 6टा अच्छा किए कहीपर ता ना कौन प्रथम तो है चिलिका प्रथम है कौन चिलिका सेकेंड रे कौन किए कहीपर सेकेंड रे कौन सेकेंड रे होची भितरकनिका सेकेंड रे कौन भितरकनिका अच्छा तारे थर्ड रे कौन थर्ड रे होची कौन हीराकुद थर्ड रे कौन हीराकुद अच्छा फोर्थ रे कौन फोर्थ है कौन आमर सातकोशिया कौन है सातकोशिया फिफ्थ रे ताले कौन फिफ्थ रे आमर टाम्पोरा लेक कौन है टाम्पोरा लेक बुझेगा ना नहीं अच्छा बुझेगा ताले केतोटा साइट अच्छी गला अच्छा तापर ताले देखिबा कौन तापर आम देखिबा कांजिया अच्छा कांजिया रो तो भीतर क्वेश्चन पड़े कांजिया रो तो को डिस्ट्रिक्ट रे अछि किए करि परिबो कांजिया तो को डिस्ट्रिक्ट अछि रे खोर्धा डिस्ट्रिक्ट अछि को डिस्ट्रिक्ट रे खोर्धा डिस्ट्रिक्ट जदि आम पूरा कहबा कोठी अछि नंदनकानन नंदनकानन पार्क पाखे अच्छी कौन कांजिया कोटी भुवनेश्वर कोटी अच्छी भुवनेश्वर रे अच्छी बुझीगला अच्छा नेक्स्ट क्वेश्चन देखिबा नेक्स्ट क्वेश्चन देला इन व्हिच ईयर डिड इंडिया विन द फर्स्ट गोल्ड मेडल इन हॉकी एट ओलंपिक गेम्स माने ओलंपिक गेम्स रे फर्स्ट गोल्ड मेडल से हॉकी रे केबे जितिला किए कहि परिबो केबे 1928 से 1908 फास्ट टाइम पार्टिसिपेशन भी करथिला केबे फास्ट टाइम पार्टिसिपेशन भी करथिला 1928 रे पार्टिसिपेशन करू ही गोल्ड मेडल जीतिथिला किए इंडिया अच्छा किए कहि परिबो 2024 ओलंपिक टा कोठी हो किए कहि परिबो ताले कोठी हो पेरिस कोठी हो प्यारिस को ओलंपिक समर ओलंपिक को ओलंपिक समर ओलंपिक ताले 2028 समर ओलंपिक टा कोठी हबो लॉस एंजेलस कोठी हबो लॉस एंजेलस अच्छा ताले मते के कहि परिबो जे समर ओलंपिक आउ विंटर ओलंपिक डिफरेंस कौन दीटाक अलगा ना दीटाक एका ये जदि 2024 है ये कौन 2025 हम ना 2026 हम ना 2027 हम ना 2028 हम समर ओलंपिक जदि 2024 रोची विंटर ओलंपिक भी 2024 हवाई बाध्य किंतु ये हम समर सीजन माने केते जुलाई रु अगस्त हम ये हम केते विंटर ओलंपिक टा ताले को टाइम रे हबो फेब्रुआरी प्राय को टाइम रे माने शीत टाइम रे विंटर सीजन टाइम रे फेब्रुआरी अच्छा जुलाई अगस्त रे कोन सब समर ओलंपिक रे कोन हबो हमर ट्रैक एंड फील्ड हबो ट्रैक एंड फील्ड रे हमर कोन हला हमर डिस्कस थ्रो हला जावेलिन थ्रो हला रनिंग हला स्किपिंग हमर कोन हला स्विमिंग एगुड़ा सब कौटी हम समर ओलंपिक रे गेम गुड़ा कंडक्ट हम अच्छा ताले विंटर ओलंपिक रे कौन हला स्कीइंग हला तापर हमर कौन हला हमर विंटर ओलंपिक से कौन स्नो बोर्डिंग कहूँ स्नो बोर्डिंग ये सब कौन विंटर ओलंपिक से कंडक्ट हम यही खेल गुरा कि समर ओलंपिक रे रनिंग है स्प्रिंटिंग है एगुड़ा सब को ओलंपिक रे माने कंडक्ट हम समर ओलंपिक रे कंडक्ट हम किंतु विंटर ओलंपिक रे सब विंटर खेल जाक कंडक्ट हम अच्छा एबे जानि पारलो ना समर ओलंपिक आ विंटर ओलंपिक दीटाक अलग नुह किंतु दीटाक अलग अलग टाइम रे कंडक्ट हो बुझेला ना अच्छा ताले नेक्स्ट क्वेश्चन देखिबा से कहला इन व्हिच डिस्ट्रिक्ट ऑफ ओडिशा इज द सेंट्रल राइस इंस्टीट्यूट सिचुएटेड से कहला को डिस्ट्रिक्ट रे सेंट्रल राइस रिसर्च इंस्टीट्यूट अछि को डिस्ट्रिक्ट रे के कहि परिबो कटक रे कोठी अछि कटक रे कोठी कटक रो विद्याधरपुर कोठी कटक रो विद्याधरपुर अच्छी कौन सेंट्रल रिसर्च राइस इंस्टीट्यूट केबे हेइतिला के कहि परिबो केबे हेइतिला
1946 केबे आरंभ होइतिला 1946 अच्छा नेक्स्ट क्वेश्चन देखिबा इन एक्रोनिम सार्क अच्छा सार्क माने कोन के कबरे सार्क माने माछ नो सार्क रो फुल फॉर्म कोन साउथ एशियन एसोसिएशन फॉर रीजियोनल कोऑपरेशन कौन साउथ एशियन एसोसिएशन फॉर रीजियोनल कोऑपरेशन केबे हिदिला 1985 हेडक्वार्टर कोठी अछि काठमांडू कोठी अछि काठमांडू को हेडक्वार्टर कोठी अछि काठमांडू अच्छा ताले केते जण मेंबर अछन के पारियो 8 जण मेंबर अछि केते जण मेंबर अछन 8 जण मेंबर अछन किए किए अफगानिस्तान नेपाल भूटान तापर हला हमर प्रिय इंडिया मालदीव्स तापर किए पाकिस्तान श्रीलंका बांग्लादेश की मेंबर अछन अफगानिस्तान नेपाल भूटान इंडिया मालदीव्स पाकिस्तान श्रीलंका बांग्लादेश केते जण मेंबर अछन 8 जण मेंबर अछन कोतरे सार्क रे अच्छा क्वेश्चन कोन दिला सी स्टैंड फॉर सी रे कोन साउथ एशियन एसोसिएशन फॉर रीजनल कोऑपरेशन के ताला आंसर कोन कोऑपरेशन बुझियला ताला सार्क रो जितेले भी तुम जिकेटा को डिस्कस करूच से सब बेले डिटेल्स रे जीवो जदि सार्क देखिल तुमको माइंड रे आसुथिबा दरकार जे सार्क रे 8 जण मेंबर अछंती सार्क रो हेडक्वार्टर काठमांडू रे अछि से 8 जण मेंबर देखिबो आ केबे एस्टैब्लिश हेतिला 1985 रे एस्टैब्लिश हेतिला कोन सार्क 1985 रे एस्टैब्लिश हेतिला अच्छा चलो नेक्स्ट क्वेश्चन देखिबा नेक्स्ट क्वेश्चन देला कौन देला व्हिच ऑफ द फॉलोइंग इज द हेडक्वार्टर्स ऑफ वर्ल्ड ट्रेड ऑर्गेनाइजेशन रो हेडक्वार्टर कोठी अछि जेनेवा रे अछि अच्छा ताले इटी आउ केतडा देखि दवा अच्छा ताले जेनेवा रे आउ कोन कोन हेडक्वार्टर अछि गोटे दला वर्ल्ड ट्रेड ऑर्गेनाइजेशन हला आ गोटे वर्ल्ड इंटेलेक्चुअल प्रॉपर्टी ऑर्गेनाइजेशन कोठी अछि जेनेवा रे अछि तापर आउ कोन हला यूएनसीटीएडी कोन हला UNCTAD इन ऑनकार्ड कौन अछि यूनाइटेड नेशन कॉन्फ्रेंस ऑन ट्रेड एंड डेवलपमेंट कौन यूनाइटेड नेशन कॉन्फ्रेंस ऑन ट्रेड एंड डेवलपमेंट अच्छा जेनेवा रे एति रहला कोन WTO रहला विपो रहला बुझिला नै अच्छा तापर देखिबा न्यूयॉर्क कोन न्यूयॉर्क अच्छा ताले न्यूयॉर्क रे कोन कोन हेडक्वार्टर अछि न्यूयॉर्क रे कार अछि यूनाइटेड प्रथम तो जाति संघर यूनाइटेड नेशन ऑर्गेनाइजेशन हेडक्वार्टर कोठी अछि न्यूयॉर्क रे अछि नेक्स्ट क्वेश्चन तापर आउ की अछि यूनिसेफ रो हेडक्वार्टर कोठी अछि न्यूयॉर्क रे अछि आउ कोन अछि यूनाइटेड नेशन पॉपुलेशन फंड UNPF रो कोठी अछि हेडक्वार्टर तापर यूनाइटेड नेशन सिक्योरिटी काउंसिल तार भी हेडक्वार्टर कोठी अछि एठी अछि यूनाइटेड नेशन डेवलपमेंट प्रोग्राम तार भी हेडक्वार्टर कोठी अछि न्यूयॉर्क अच्छा तो गोटे सटिक दे दोछि यूनाइटेड नेशन लागि गला माने तार हेडक्वार्टर मोस्ट ऑफ द केस 90% केस रे कोठी दिबो न्यूयॉर्क रे रहबो कोठी दिबो न्यूयॉर्क रे रहबो अच्छा ताले आ गोटे आगे टिके कहबे प्यारिस रे कार हेडक्वार्टर अछि प्यारिस के हमर अछि कार यूनेस्को रो हेडक्वार्टर कोठी अछि प्यारिस रे अछि बुझिला नै कोठी प्यारिस रे ताले कोठी फ्रांस रो प्यारिस रे की अछि यूनेस्को रो हेडक्वार्टर अछि कोठी प्यारिस ताले न्यूयॉर्क रे कोन बे बुझिवाला जेनेवा रे कोन कोन हेडक्वार्टर होला बुझिला अच्छा ताले नेक्स्ट क्वेश्चन देखिबा हाउ मेनी मेंबर्स फ्रॉम ओडिशा आर इलेक्टेड टू लोकसभा केते जण इलेक्टेड होचंदी 21 जण केते जण इलेक्टेड होचंदी जोथरे की 20 सीट पाइला किए बीजेपी 1 सीट पाइला किए रिसेंट इलेक्शन रे कांग्रेस बुझिला ताले राज्यसभा को केते इलेक्ट होचंदी 10 जण ताले हमर ओडिशा लेजिस्लेटिव असेंबली केते जण मेंबर होचंदी 147 मेंबर अच्छा हमर के एबे चीफ मिनिस्टर के होचंदी श्रीजुक्त मोहन चरण माझी की होचंदी मोहन चरण माझी ताले
ଡେପୁଟି ସିଏମ୍ କିଏ କିଏ ଅଛନ୍ତି? ଡେପୁଟି ସିଏମ୍ ଆମର 2 ଜଣ ଅଛନ୍ତି। କିଏ ଡେପୁଟି ସିଏମ୍? କିଏ? କେଭି ସିଂ ଅଛନ୍ତି, କନକ ବର୍ଦ୍ଧନ ସିଂଦେଓ ଅଛନ୍ତି, ଆଉ ଜଣେ କିଏ ଅଛନ୍ତି? ପ୍ରଭାତୀ ପରିଡ଼ା। କିଏ ଅଛନ୍ତି? ଶ୍ରୀମତୀ ପ୍ରଭାତୀ ପରିଡ଼ା। ଆମର କିଏ? ଫାଷ୍ଟ ଫିମେଲ ଡେପୁଟି ସିଏମ୍। ଫାଷ୍ଟ ଫିମେଲ ଡେପୁଟି ସିଏମ୍ କିଏ ହେଉଛନ୍ତି? କିଏ? ଶ୍ରୀମତୀ ପ୍ରଭାତୀ ପରିଡ଼ା। ବୁଝିଲା ନାହିଁ? ଆଚ୍ଛା, ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ହୁଇଚ୍ ଅଫ୍ ଦ ଫଲୋଇଂ କଣ୍ଟ୍ରିଜ୍ ଇଜ୍ ନଟ୍ ଏ ମେମ୍ବର ଅଫ୍ ୟୁନାଇଟେଡ୍ ନେସନ୍? ମାନେ ୟୁନାଇଟେଡ୍ ନେସନ୍ର କିଏ ମୋର ମେମ୍ବର କିଏ ନୁହଁ? ପାଲେଷ୍ଟାଇନ୍। ଆନ୍ସର ହେଉଛି କ'ଣ? ପାଲେଷ୍ଟାଇନ୍। 2 ଜଣ ମେମ୍ବର ଅଛନ୍ତି ଯିଏକି ମେମ୍ବର ନୁହଁ। କିଏ କିଏ? ପାଲେଷ୍ଟାଇନ୍, ଆଉ ଗୋଟେ ହେଉଛି କିଏ? ଭାଟିକାନ୍ ସିଟି। ପାଲେଷ୍ଟାଇନ୍ ଆଉ କିଏ? ଭାଟିକାନ୍ ସିଟି। ନହେଲେ ଅଲମୋଷ୍ଟ ଅଲ୍ କଣ୍ଟ୍ରି ଆର୍ ମେମ୍ବର ଅଫ୍ ୟୁନାଇଟେଡ୍ ନେସନ୍। ଆଚ୍ଛା, ୟୁନାଇଟେଡ୍ ନେସନ୍ ବିଷୟରେ ଦେଖିବା। ଆଚ୍ଛା, ୟୁନାଇଟେଡ୍ ନେସନ୍ କେବେ ପ୍ରତିଷ୍ଠା ହେଇଥିଲା? 1945। ଆଚ୍ଛା, କାହିଁକି? ମୋ କ୍ୱେଶ୍ଚିନ୍ ହେଲା, ୟୁନାଇଟେଡ୍ ନେସନ୍ ଆମର କରିବାର କାହିଁକି, ଗୋଟେ ମିଳିତ ଜାତିସଂଘ କରିବାର କାହିଁକି ଗୋଟେ ନବତ ଆସିଲା? କାହିଁକି ଆମେ ସମସ୍ତେ ଜାଣିଛେ କ'ଣ ହେଇଥିଲା? ସେକେଣ୍ଡ ୱାର୍ଲଡ ୱାର୍। କ'ଣ ହେଇଥିଲା? ସେକେଣ୍ଡ ୱାର୍ଲଡ ୱାର୍ କେବେଠୁ କେବେ ହେଇଥିଲା? 1939ରୁ 1945। କ'ଣ ୱାର୍ଲଡ ୱାର୍ ହେଲା? ତ ୱାର୍ଲଡ ୱାର୍ରେ ଏତେ ଧ୍ୱଂସ ହେଲା, ତ ସବୁ କଣ୍ଟ୍ରି ଶେଷରେ ମିଶିକି ଭାବିଲେ ନାଇଁ, ଆଉ ଯେମିତି ଏଭଳିଆ ବିଶ୍ୱଯୁଦ୍ଧ ହବନି, ସେଇଟାକୁ ଆମେ କ'ଣ କରିବା? ଆମେ ଗୋଟେ ମିଳିତ ଜାତିସଂଘ କରିବା, ଯୋଉଥିରେ କି ଆମେ ପିସ୍ ଆଉ ଇଣ୍ଟିଗ୍ରିଟି ସୋଭରେନିଟିକୁ ଆମେ କ'ଣ କରିବା? ବଢ଼ାବା ଦେବା। ସେଇଟାକୁ ନେଇକି ଆମେ କ'ଣ କରିବା? ଆମେ ଆଉ କାହା ଉପରେ ଆଟାକ୍ କରିବାନି। ଯିଏ ବି ଆଟାକ୍ କଲା ଅନ୍ୟ ଉପରେ ଯାଇକି ଆମେ ସମସ୍ତେ ମିଶିକି ତା ବିରୁଦ୍ଧରେ ଆମେ ଠିଆ ହବା। ସେଇଟା ହେଲା କ'ଣ? ଆମର ୟୁନାଇଟେଡ୍ ନେସନ୍ ଅର୍ଗାନାଇଜେସନ୍ ମୂଳ ଲକ୍ଷ୍ୟ। କିନ୍ତୁ ୟୁନାଇଟେଡ୍ ନେସନ୍କୁ 2ଟା ଦେଶ ଆମର କ'ଣ ଜଏନ୍ କରିନାହାନ୍ତି। ସେଇଟା କିଏ ହେଲା? ପାଲେଷ୍ଟାଇନ୍, 2ରେ ହେଲା କିଏ? ଭାଟିକାନ୍ ସିଟି। এটা ପାଲେଷ୍ଟାଇନ୍, 2ରେ ହେଲା ଭାଟିକାନ୍ ସିଟି। ଆଚ୍ଛା, ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ହ୍ୱାଟ୍ ଇଜ୍ ୱାଲ୍ ଷ୍ଟ୍ରିଟ୍? କ'ଣ ହେଲା? ୱାଲ୍ ଷ୍ଟ୍ରିଟ୍ କ'ଣ? ଦ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ନ୍ୟୁୟର୍କ। ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ନ୍ୟୁୟର୍କ ହେଲା କ'ଣ? ୱାଲ୍ ଷ୍ଟ୍ରିଟ୍। ଆଚ୍ଛା, ତାହେଲେ ଇଣ୍ଡିଆରେ ସେମିତି ଷ୍ଟକ୍ ଏକ୍ସଚେଞ୍ଜ ଅଛି ନା ନାହିଁ? କିଏ ଅଛି? ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଛି, ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଛି। ଓଲ୍ଡେଷ୍ଟ ଷ୍ଟକ୍ ଏକ୍ସଚେଞ୍ଜ କ'ଣ ହେଲା? କ'ଣ? ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ। ଆଚ୍ଛା, ଏଇ ଷ୍ଟକ୍ ଏକ୍ସଚେଞ୍ଜକୁ ରେଗୁଲେଟ୍ କିଏ କରୁଛି? ରେଗୁଲେଟେଡ୍ ବାଏ କିଏ? ସେବି। କିଏ କରୁଛି? ସେବି। କ'ଣ ସେବିର ଫୁଲ୍ ଫର୍ମ? ଷ୍ଟକ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ। କିଏ? ଷ୍ଟକ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ହେଉଛି କିଏ? ସେବି। ସେବି ତାହେଲେ ୟାଙ୍କର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଆଉ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ସବୁ ଯାକ ଷ୍ଟକ୍ ଏକ୍ସଚେଞ୍ଜକୁ ରେଗୁଲେଟ୍ କିଏ କରୁଛି? ସେବି କରୁଛି। ଆଚ୍ଛା, ତାହେଲେ ଦେଖିବା ସେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ୟୁନାଇଟେଡ୍ ନେସନ୍ ସେଲିବ୍ରେଟ୍ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ୟୋଗା। ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ୟୋଗାଟା କେବେ ସେଲିବ୍ରେଟ୍ ହେଉଛି? ଆମେ ଏବେ ରିସେଣ୍ଟ ଯାଇଛି। ଆନ୍ସର କ'ଣ? ଜୁନ୍ 21। ଆନ୍ସର କ'ଣ? ଜୁନ୍ 21। ତାହେଲେ ଜୁନ୍ 21ରୁ 2024ର ଯେଉଁ ସେଲିବ୍ରେଟ୍ ହେଲା, ଆମର ଥିମ୍ କ'ଣ ଅଛି? କିଏ କହିପାରିବ? ଥିମ୍ କ'ଣ ଅଛି? ୟୋଗା ଫର୍ ସେଲ୍ଫ ଆଉ ସୋସାଇଟି। ୟୋଗା ଫର୍ ସେଲ୍ଫ ଆଣ୍ଡ ସୋସାଇଟି। ୟୋଗା ଫର୍ ସେଲ୍ଫ ଆଣ୍ଡ ସୋସାଇଟି କ'ଣ? 2024ର ଥିମ୍। ଆଚ୍ଛା, ତାହେଲେ ଜୁନ୍ 5ରେ କୋଉ ଡେ ସେଲିବ୍ରେଟ୍ ହେଉଛି? କିଏ କହିପାରିବ? ୱାର୍ଲଡ ଏନଭାୟରମେଣ୍ଟ ଡେ। ୱାର୍ଲଡ ଏନଭାୟରମେଣ୍ଟ ଡେ କେବେ ସେଲିବ୍ରେଟ୍ ହେଉଛି? ଜୁନ୍ 5। ଆଚ୍ଛା, ତାହେଲେ ଥିମ୍ କ'ଣ ଥିଲା ଏଇଥରର? ଜୁନ୍ 5ର କ'ଣ ଥିମ୍ ଥିଲା? ଆୱାର ଲ୍ୟାଣ୍ଡ, our future, we are #generation restoration। କ'ଣ ଥିମ୍ ଥିଲା? #generation restoration। କ'ଣ ଥିମ୍ ଥିଲା? ଜୁନ୍ 5ରେ ୱାର୍ଲଡ ଏନଭାୟରମେଣ୍ଟର ଥିମ୍ କ'ଣ ଥିଲା? ଆୱାର ଲ୍ୟାଣ୍ଡ, our future, we are #generation for restoration। ଆଚ୍ଛା, ତାହେଲେ ମାର୍ଚ୍ଚ 8ରେ କୋଉ ଡେ ସେଲିବ୍ରେଟ୍ କରାହେଉଛି? ମାର୍ଚ୍ଚ 8ରେ କୋଉ ଡେ? ଓମେନ୍ସ ଡେ। ଆମେ ସମସ୍ତେ କ'ଣ ଜାଣିଛେ? ଓମେନ୍ସ ଡେ କେବେ ସେଲିବ୍ରେଟ୍ କରାହେଉଛି? ମାର୍ଚ୍ଚ 8। ସେମିତି ମେ 8ରେ କୋଉ ଡେ ସେଲିବ୍ରେଟ୍ କରାହେଉଛି? କିଏ କହିପାରିବ? ମେ 8ରେ କ'ଣ? ୱାର୍ଲଡ ରେଡ୍ କ୍ରସ୍ ଡେ। କୋଉ ଡେ? ୱାର୍ଲଡ ରେଡ୍ କ୍ରସ୍ ଡେ କେବେ ସେଲିବ୍ରେଟ୍ କରାହେଉଛି? ମେ 8। ବୁଝିଲା ନାହିଁ? ଯେତେବେଳେ ତମେ ଜିକେ ରିଭାଇଜ୍ କରିବ, ତମେ ଅପସନ୍କୁ ବି ରିଭିଜନ୍ କରିବ। ଦ୍ୟାଟ୍ ତମର କ'ଣ ହେଇପାରିବ? ସବୁ ଜିନିଷ ଆରାମସେ ରିଭିଜନ୍ ହେଇପାରିବ। ଆଚ୍ଛା, ନେକ୍ସଟ କ୍ୱେଶ୍ଚିନ୍ ଦେଖିବା।
Which of the following district of Odisha has topped in production of turmeric? କିଏ ଟର୍ମେରିକରେ କିଏ ହେଇଛି? ମୟୂରଭଞ୍ଜ। କିଏ ହେଇଛି? ମୟୂରଭଞ୍ଜ। ଆଚ୍ଛା ମୟୂରଭଞ୍ଜ ଆଉ କୋଉଥିପାଇଁ ଫେମସ୍? ସରି ମୟୂରଭଞ୍ଜ କହିଦେଉଛି କନ୍ଧମାଳ, ସରି କନ୍ଧମାଳ। କନ୍ଧମାଳ ହଳଦୀ, ସରି ଭୁଲ ହେଇଗଲା। ପ୍ରଡକ୍ସନ ଅଫ ଟର୍ମେରିକରେ କନ୍ଧମାଳ। ଆଚ୍ଛା ତାହେଲେ ମୟୂରଭଞ୍ଜରେ କ'ଣ ଅଛି? ଶିମିଳିପାଳ ନ୍ୟାସନାଲ ପାର୍କ। କ'ଣ ଅଛି? ଶିମିଳିପାଳ ନ୍ୟାସନାଲ ପାର୍କ କୋଉଠି ଅଛି? ମୟୂରଭଞ୍ଜରେ ଅଛି। ବୁଝିଲା ଶିମିଳିପାଳ ନ୍ୟାସନାଲ କ'ଣ? ଏକା ନ୍ୟାସନାଲ ପାର୍କ, ଟାଇଗର ରିଜର୍ଭ, ଆଉ ଗୋଟେ ଏବେ କ'ଣ ଡିକ୍ଲେୟାର ହେଇଛି? ୟୁନେସ୍କୋ ହେରିଟେଜ ସାଇଟ୍। इसको बायोडाइवर्सिटी हेरिटेज साइट क्या डिक्लेयर है शिमिलीपाल नेशनल पार्क तापर आमर कौन है टाइगर रिजर्व यूनेस्को बायोडाइवर्सिटी हेरिटेज साइट डिक्लेयर है कि मयूरभंज कंधमाल आमर कौन है टर्मेरिक कौन कंधमाल हलदी आम समस्त जानते कौन कंधमाल हलदी। अच्छा नेक्स्ट क्वेश्चन देखा हु वाज द वाइस रॉय ऑफ इंडिया व्हेन मुस्लिम लीग कॉल्ड फॉर डायरेक्ट एक्शन। अच्छा डायरेक्ट एक्शन केबे हेइतला किए कहि परिबो? 1946 केबे हेइतला? 1946। अच्छा एटा को डिस्कशन करे आगो मु आंसरटा को देछि लॉर्ड वावेल। किए थिले वाइस रे? लॉर्ड वावेल। अच्छा 1946 रे डायरेक्ट एक्शन काहे की हेइतला? काहे की किए डिक्लेयर करथिला? एटी देखो मुस्लिम लीग डिक्लेयर करथिला। काहे की डिक्लेयर करथिला किए कहि परिबो? कौन होता तुम पूरा डिटेल्स कहीदेवी देख हिस्ट्री जो पढ़ो गोटे गप भाया मन रख। अच्छा 1946 कौन होता? कैबिनेट मिशन आसला। किए आसला? कैबिनेट मिशन आसला। कैबिनेट मिशन किए किए थे? सर पेथिक लॉरेंस, एवी अलेक्जेंडर आउ किए सर स्टाफोर्ड क्रिप्स। कौन कले? सर स्टाफोर्ड क्रिप्स। सी कौन कले जिते कैबिनेट मिशन प्लान आसला? कैबिनेट मिशन प्लान आसीला कौन पे? कैबिनेट मिशन प्लान आसला तार एम एंड ऑब्जेक्टिव कौन था? टू गिव द डोमिनियन स्टेटस। कौन? डोमिनियन स्टेटस। अच्छा कहीं 1946 रे कैबिनेट मिशन प्लान कहीं आसला? ता पूर्वर कहीं नुहे ता पर कहीं नुहे? कारण 1945 रे वर्ल्ड रे दीटा जिनस चेंज होता। गोटे होता यूनाइटेड नेशन होता, दुई रे कौन होता कंजर्वेटिव पार्टी जो थिला हमर लंडन सी हारिकी किए जीती थिला? लेबर पार्टी नेता जीती थिले किए? क्लीमेंट अटली। किए जीतिले? क्लीमेंट अटली जीतला पर ताकर टिके जस्ट टिके सॉफ्ट कॉर्नर थिला इंडिया पई जे तो इंडिया वाला जो हमर कौन इंडिया वाला सेतले कौन करथिले इंडिपेंडेंस पे आमर कौन करते स्ट्रगल करते तो से टाइम कहले तुम्हें भी गोटे कैबिनेट मिशन प्लान पठेले जे तुम्हें जाओ ताकर कंडीशन टा देख कौन होची कौन नहीं तापर देखिया तापर एठी आउ गोटे कौन थिला एम एंड ऑब्जेक्टिव कौन थिला आ गोटे कौन थिला कॉन्स्टिट्यूशन पई हमर कौन से प्रोविजन कराइला कैबिनेट मिशन प्लान एम एंड ऑब्जेक्टिव थिला जे इंडिया वाला को तांको निज निजर कॉन्स्टिट्यूशन तैयारी करबा पे मौका मिलिबो आ डोमिनियन स्टेटस भी दिया जो बुझिला। तो 1946 रे जेतेला हमर कैबिनेट मिशन प्लान आसिला तो सी गोटे तीनटा हमर देले तीनटा कंडीशन देले इंडियन स्टेट मानो को इंडिया जो प्रोविंस प्रिंसली स्टेट हेइतला तीनटा कंडीशन देले जे आइदर इंडिया रे मिसी परिबे नहल नाही पाकिस्तान रे मिसिबे नहल इंडिपेंडेंट रहिबे कौन रहिबे नहले इंडिपेंडेंट रहिबे। अच्छा ये जो 3 फोल्ड फॉर्मूला को से डायरेक्ट कैंसल करदेले कि हमर सबु जगह हमर कांग्रेस रो नेता माने आईएनसी इंडियन नेशनल कांग्रेस रो नेता माने कौन कले रिजेक्टेड करदेले। रिजेक्ट तो कह कहीं कारण इंडियन नेशनल कांग्रेस नेता मैंने चाहते जे आम देश पार्टीशन न हवा दरकार यही रिलीजन को लेकिन पार्टीशन न हवा दरकार तेणु से कौन कले डायरेक्ट मैंने कौन कले रिजेक्ट करदे किंतु आमर मोहम्मद अली जिन्ना को दरकार कौन सेपारेट पाकिस्तान कौन दरकार सेपारेट पाकिस्तान दरकार सीए से मोहम्मद अली जिन्ना डायरेक्ट मुस्लिम लीग रे गोटे कॉन्फ्रेंस कले डायरेक्ट मुसलमान मानू कहले जे तुम जो हिंदू को देखुच हाणी पकाओ माने इत्ते मर्डर है इत्ते रेप है कालकाटा कौटी होता आम डायरेक्ट एक्शन दे कालकाटा सीटा को आम कौन कह द ग्रेट कालकाटा किलिंग द ग्रेट कालकाटा किलिंग माने इत्ते ध्वंस है इत्ते मर्डर है तो डायरेक्ट माने इंडियन नेशनल कांग्रेस रो नेता माने भी चाहिए एमती कि महात्मा गांधी भी कहले जे लोक पछे भलरे रुहंतु आमे किंतु देश पार्टीशन हो
ମାନେ ଶେଷକୁ ମାନେ ମହମ୍ମଦ ଅଲି ଜିନା ଏତେ ତଳକୁ ଖସିଗଲେ ଯେ ସିଏ ମାନେ ସେ ଏତେ ତଳକୁ ଖସିଗଲେ ଯେ ଲୋକମାନଙ୍କୁ କହିଲେ ଯେ ତମେ ଯାହାକୁ ଦେଖୁଛ ହାଣ, କିନ୍ତୁ ଆମକୁ ସେପାରେଟ୍ ପାକିସ୍ତାନ ଦରକାର, ଆମେ ଇଣ୍ଡିଆରେ ରହିବୁ ନାହିଁ। ତ ବାଧ୍ୟ ହେଇକି ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ମାନେ ନେହେରୁଙ୍କଠୁ ଆରମ୍ଭ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଆରମ୍ଭ କରି ଗାନ୍ଧିଜୀ ପର୍ଯ୍ୟନ୍ତ ସମସ୍ତେ ଶେଷକୁ ବାଧ୍ୟ ହେଲେ ଯେ ଆମର ଦେଶ ପଛେ ପାର୍ଟିସନ୍ ହେଇଯାଉ, କିନ୍ତୁ ଏଇ ହଣା କଟା ସବୁ ବନ୍ଦ ହେଇଯାଉ। ବୁଝିହେଲା ନାହିଁ? ଆଚ୍ଛା, ଆଉ ଗୋଟେ ଦେଖିବା ଲର୍ଡ ରିପନ୍, ତାଙ୍କର କ'ଣ ଇମ୍ପୋର୍ଟାଣ୍ଟ ଅଛି? ଫାଦର ଅଫ୍ ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ। ଫାଦର ଅଫ୍ ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ କିଏ? ଲର୍ଡ ରିପନ୍। ଆଚ୍ଛା, ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ହୁ ୱାଜ୍ ଦ ଫାଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆ? ଏଇ ଜିନିଷଟା ଟିକେ ଦେଖ ଭଲସେ। ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆ କିଏ? ଲର୍ଡ ୱିଲିୟମ ବେଣ୍ଟିଂ। କେବେ ହେଇଥିଲା? କୋଉ ଆକ୍ଟ ଦ୍ୱାରା ହେଇଥିଲା ରେ? କିଏ କହିପାରିବ କୋଉ ଆକ୍ଟ ଦ୍ୱାରା ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆ? ଚାର୍ଟର ଆକ୍ଟ ଅଫ୍ 1833ର ପ୍ରୋଭିଜନ ଅନୁସାରେ ଲର୍ଡ ୱିଲିୟମ ବେଣ୍ଟିଂଙ୍କୁ କ'ଣ ଦିଆଯାଇଥିଲା? ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆ। ଆଚ୍ଛା, ଫାଷ୍ଟ ଆକ୍ଟ କ'ଣ ହେଇଥିଲା ଟିକେ ଦେଖିଦେବା। ଟିକେ ୟା କିଛି ଇନଫର୍ମେଟିଭ ରେଗୁଲେଟିଂ ଆକ୍ଟ ଅଫ୍ 1773ରେ କ'ଣ ହେଇଥିଲା? ଗଭର୍ଣ୍ଣର ଅଫ୍ ବେଙ୍ଗଲରୁ କ'ଣ ହେଇଥିଲା ପୋଷ୍ଟଟା? ଗଭର୍ଣ୍ଣର ଜେନେରାଲ ଅଫ୍ ବେଙ୍ଗଲ। କିଏ ଥିଲେ ଫାଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ୍ ବେଙ୍ଗଲ? କିଏ? ଆମର ୱାରେନ୍ ହାଷ୍ଟିଂ। କିଏ ଥିଲେ? ୱାରେନ୍ ହାଷ୍ଟିଂ। ଫାଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ୍ ବେଙ୍ଗଲ, ଗଭର୍ଣ୍ଣର ଜେନେରାଲ ଅଫ୍ ବେଙ୍ଗଲ କିଏ? ୱାରେନ୍ ହାଷ୍ଟିଂ। ତାପରେ ଆମର ଚେଞ୍ଜ ହେଲେ କ'ଣ? ଗଭର୍ଣ୍ଣର ଜେନେରାଲ ଅଫ୍ ବେଙ୍ଗଲରୁ 1833 ଅନୁସାରେ କ'ଣ ହେଇଗଲେ? ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆ। ତାପରେ ଆମର ଥାର୍ଡରେ ହେଇଗଲା କେତେ? 1858 ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ 1858 ଅନୁସାରେ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆରୁ ଡାଇରେକ୍ଟ ହେଇଗଲେ କ'ଣ? ଭାଇସରାୟ। କ'ଣ ହେଇଗଲେ? ଭାଇସରାୟ ହେଇଗଲେ। ଆଚ୍ଛା, କିଏ କହିପାରିବ ଫାଷ୍ଟ ଗଭର୍ଣ୍ଣର ଅଫ୍ ବେଙ୍ଗଲ କିଏ? କିଏ? ରବର୍ଟ କ୍ଲାଇଭ୍। କିଏ ଥିଲେ? ରବର୍ଟ କ୍ଲାଇଭ୍। କ'ଣ ରବର୍ଟ କ୍ଲାଇଭ୍ଙ୍କର ଇମ୍ପୋର୍ଟାନ୍ସ କ'ଣ? ବ୍ୟାଟେଲ ଅଫ୍ ପ୍ଲାସି। ବ୍ୟାଟେଲ ଅଫ୍ ପ୍ଲାସିରେ ତାଙ୍କର ଗଭର୍ଣ୍ଣର କିଏ ଥିଲେ? ରବର୍ଟ କ୍ଲାଇଭ୍। ବୁଝିହେଲା ନା ନାଇଁ? ଆଚ୍ଛା, ଆଉ ଅଧିକ ଯିବାନି। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ସେ କହିଲା ହ୍ୱାଟ୍ ଆର୍ ଦ ନେମ୍ସ ଅଫ୍ ଅଶୋକସ୍ ମଦର, ୱାଇଫ୍ ଆଣ୍ଡ ଡଟର? ଅଶୋକଙ୍କର ମାଙ୍କ ନାଁ କ'ଣ, ସ୍ତ୍ରୀଙ୍କର ନାଁ କ'ଣ, ଆଉ ଡଟରଙ୍କର ନାଁ କ'ଣ? ଆଚ୍ଛା, କ'ଣ? ଅଶୋକଙ୍କର ମଦରଙ୍କ ନାଁ କ'ଣ? ସୁଭାଦ୍ରାଙ୍ଗୀ। ୱାଇଫ୍ଙ୍କ ନାଁ ହେଲା ମହାଦେବୀ। ଡଟର ହେଲେ କିଏ? ସଂଘମିତ୍ରା। ଡଟର ହେଲେ କିଏ? ସଂଘମିତ୍ରା। ତାଙ୍କର ପୁଅ ଜଣେ ଥିଲେ କ'ଣ? ରାହୁଳ। ସେ କ'ଣ ପଠେଇଥିଲେ? କାହା କୋଉଠିକି ପଠେଇଥିଲେ? ଶ୍ରୀଲଙ୍କା ପଠେଇଥିଲେ। କ'ଣ? ଟୁ ସ୍ପ୍ରେଡ୍ ଦ ବୁଦ୍ଧିଜିମ୍। ଟୁ ସ୍ପ୍ରେଡ୍ ଦ ବୁଦ୍ଧିଜିମ୍। କାହିଁକି ବୁଦ୍ଧିଜିମ୍ ସେ ଗ୍ରହଣ କରିଥିଲେ ରେ? କାହିଁକି? କେବେ ହେଇଥିଲା ତାହେଲେ ଆମର? କ'ଣ? କଳିଙ୍ଗ ୱାର ଲାଗି। କେତେ ହେଇଥିଲା? 261 BC। କ'ଣ ହେଇଥିଲା? କଳିଙ୍ଗ ୱାର। କୋଉଠି ହେଇଥିଲା? ଦୟା ରିଭର। କୋଉଠି? ଦୟା ରିଭର କୂଳରେ ହେଇଥିଲା। କ'ଣ? କଳିଙ୍ଗ ୱାର ହେଇଥିଲା। କେତେ? ଦୟା ରିଭର ହେଇଥିଲା। ତ ଏତେ ସିଏ କ'ଣ କଲେ? ମାନେ ଯୁଦ୍ଧ କ୍ଷେତ୍ରରେ ଏତେ ଲୋକ ମୃତ୍ୟୁବରଣ କଲେ। ସେ ଚଣ୍ଡାଶୋକରୁ କ'ଣ ହେଇଥିଲେ? ଧର୍ମାଶୋକ ପାଲଟି ଯାଇଥିଲେ। କ'ଣ ହେଇଥିଲେ? ଚଣ୍ଡାଶୋକରୁ ଧର୍ମାଶୋକ ପାଲଟି ଯାଇଥିଲେ। କିଏ? ଅଶୋକ। ଆଚ୍ଛା, କିଏ କହିପାରିବ? ଅଶୋକଙ୍କର ମାଙ୍କ ନାଁ ତ ଆମେ ଜାଣିଲେ, ତାହେଲେ ବାପାଙ୍କ ନାଁ କ'ଣ? କିଏ କହିପାରିବ? ଅଶୋକଙ୍କର ବାପାଙ୍କ ନାଁ କ'ଣ? ବିନ୍ଦୁସାର। କ'ଣ? ବିନ୍ଦୁସାର। ଆଚ୍ଛା, କିଏ କହିପାରିବ? ଏଇଟା ଗୋଟେ ଇଣ୍ଟରେଷ୍ଟିଂ କାହାଣୀ ଅଛି ଯେ ବିନ୍ଦୁସାରଙ୍କୁ ବିନ୍ଦୁସାର କାହିଁ କୁହାହେଲା? ଆଚ୍ଛା, ବିନ୍ଦୁସାର କାହା ପୁଅ ଥିଲେ? କିଏ କହିପାରିବ? ବିନ୍ଦୁସାର କାହା ପୁଅ ଥିଲେ? ଆମର ଗ୍ରେଟ୍ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। କିଏ ଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପୁଅ ଥିଲେ କିଏ? ବିନ୍ଦୁସାର। ଆଚ୍ଛା, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ତ ଗୁରୁ ଥିଲେ ଆମର କିଏ? ଚାଣକ୍ୟ। ସମସ୍ତେ ଜାଣିଛ ଚାଣକ୍ୟ କ'ଣ ଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଗୁରୁ ଥିଲେ। ସିଏ କ'ଣ କରୁଥିଲେ? ଚନ୍ଦ୍ରଗୁପ୍ତଙ୍କୁ କିଏ ବିଷ ଦେଇକି ନ ମାରିବା ପାଇଁ ସେ ଚନ୍ଦ୍ରଗୁପ୍ତଙ୍କର ଖାଇବାରେ ଟିକେ ଟିକେ ବିଷ ଏମିତି ଦଉଥିଲେ। ସେ ଥରେ କ'ଣ ହେଇଛି? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସେ ନ ଖାଇକି ଥୋଇଛନ୍ତି, ତାଙ୍କ ସ୍ତ୍ରୀ କ'ଣ କରୁଛି? ସେ ଖାଇବାଟାକୁ ଟିକେ ଖାଇ ଦେଇଛନ୍ତି। ସେ କିନ୍ତୁ ଜାଣିନାହାନ୍ତି ଯେ ଚାଣକ୍ୟ ସେଇ ଭିତରେ ଟିକେ ବିଷ ଦଉଛନ୍ତି। ସେ ଯୋଉ ବିଷ ଟିକକ ଭିତରକୁ ଗଲା ହେରି, ସେ ଜଷ୍ଟ ସେ ତାଙ୍କ ମାନେ ସେତେବେଳେ ତାଙ୍କ ସ୍ତ୍ରୀ କ'ଣ ଥିଲେ? ପ୍ରେଗନେଣ୍ଟ ଥିଲେ। ତ ସେଇ ଟାଇମରେ ବିନ୍ଦୁସାର ବି ପ୍ରେଗନେଣ୍ଟ, ମାନେ ସେ କ'ଣ ଥିଲେ? ମାଙ୍କ ପେଟରେ ଥିଲେ। ସେ ଯେହେତୁ
ମାନେ ପେଟ ଭିତରକୁ ଯାଇଛି କିନ୍ତୁ ଆଉ ଟିକେ ହେଇଥିଲେ ପିଲା ପାଖକୁ ପଳେଇଥାନ୍ତା। ସେ ଚାଣକ୍ୟ କ'ଣ କଲେ ଅପରେସନ୍ କରି କ'ଣ କରିଥିଲେ ବିନ୍ଦୁସାରଙ୍କୁ ବାହାରକୁ କାଢ଼ି ଦେଇଥିଲେ। ତ ଟିକେ ନାକୁ ଆମର କ'ଣ ମାନେ ବିନ୍ଦୁଏ ଆମର ପଡ଼ିଯାଇଥିଲା ବିଷ ବୋଲି ତାଙ୍କ ନାଁଟା ହେଇଗଲା କ'ଣ ବିନ୍ଦୁସାର। ତାଙ୍କ ନାଁଟା ହେଇଗଲା କ'ଣ ବିନ୍ଦୁସାର। ଆଚ୍ଛା ଆଉ ଅଧିକ ଯିବାନି, ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ସେ କହିଲା ଇନିସିଆଲି କୁଇନ୍ ଏଲିଜାବେଥ ଫାଷ୍ଟ ଆପ୍ରୁଭ୍ ଦ ଚାର୍ଟର। ଚାର୍ଟର ମାନେ କିଏ କହିପାରିବ କି? ଚାର୍ଟର ଚାର୍ଟର ମାନେ ଗୋଟେ ଆମର କ'ଣ ଗୋଟେ ଆଦେଶ ପତ୍ର, ଗୋଟେ କ'ଣ ଆଦେଶ ପତ୍ର ଭଳିଆ ଯେ ହଁ ମୁଁ ହେଉଛି ମାନେ ସେଇଥିରେ ଡିକ୍ଲାରେସନ୍ ଥିବ ଯେ ହଁ ମାନେ ଆମର କେବେ ଗଠନ ହେଇଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ। ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଗଠନ ହେଇଥିଲା 1600। ତ 1600ରେ ସିଏ ଯେତେବେଳେ ବାହାରିଲା ବାଣିଜ୍ୟ କରିବ ବୋଲି, ତ ସେଇଥିରେ କୁଇନ୍ ଏଲିଜାବେଥ ଗୋଟେ ଦେଇଥିଲେ ଯେ ତମ କମ୍ପାନୀ କହିପାରିବ ମାନେ ମନୋପୋଲି ରଖିପାରିବ ଫର୍ ଚାର୍ଟର ଫର୍ ଟ୍ରେଡ୍ ମନୋପୋଲି, ଯେ ଆଉ କେଉଁ କମ୍ପାନୀ ହେଲେ ବି ତମେ କିନ୍ତୁ କମ୍ପାନୀ କରିବ, ଆଉ କେଉଁ କମ୍ପାନୀର ମନୋପୋଲି ରହିବ ନାହିଁ, ତମେ ହିଁ କେବଳ ସେ ହେଇଠି ବିଜନେସ୍ କରିବ। ସେଇଟାକୁ ଆମେ କ'ଣ କଲେ ଚାର୍ଟର। ସେ ଚାର୍ଟର ଆକ୍ଟ କେତେ ବର୍ଷ ପାଇଁ ଦେଇଥିଲେ କୁଇନ୍ ଏଲିଜାବେଥ ଫାଷ୍ଟ? 15 ବର୍ଷ। କେତେ ବର୍ଷ ପାଇଁ? 15 ବର୍ଷ ପାଇଁ ଫାଷ୍ଟ ଦେଇଥିଲେ। ଆଚ୍ଛା ତାପରେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ପଞ୍ଚତନ୍ତ୍ର ୱାଜ୍ ରିଟିନ୍ ବାଇ, କିଏ କହିପାରିବ? ପଞ୍ଚତନ୍ତ୍ର କାହା ଦ୍ୱାରା ଲେଖା ହେଇଥିଲା? ଆମର ପ୍ରିୟ ପଞ୍ଚତନ୍ତ୍ର କାହା ଦ୍ୱାରା ଲେଖା ହେଇଥିଲା? ବିଷ୍ଣୁ ଶର୍ମା। କାହା ଦ୍ୱାରା ଲେଖା ହେଇଥିଲା? ବିଷ୍ଣୁ ଶର୍ମା। ଆଚ୍ଛା ଦେଇ କହିଲ କାଳିଦାସ କ'ଣ କ'ଣ ଲେଖିଥିଲେ? କାଳିଦାସ କ'ଣ ଲେଖିଥିଲେ? ମେଘଦୂତମ୍, କୁମାର ସମ୍ଭବମ୍, ତାପରେ କ'ଣ ରଘୁବଂଶମ୍, ଅଭିଜ୍ଞାନ ଶକୁନ୍ତଳମ୍, କିଏ ସବୁ ଲେଖିଥିଲେ? କାଳିଦାସ। କିଏ ସବୁ ଲେଖିଥିଲେ? କାଳିଦାସ। ଆଚ୍ଛା ତୁଳସୀଦାସ କ'ଣ ଲେଖିଥିଲେ? ତୁଳସୀଦାସ କ'ଣ ଲେଖିଥିଲେ? ରାମଚରିତମାନସ ଲେଖିଥିଲେ। ରାମଚରିତମାନସ କିଏ ଲେଖିଥିଲେ? ତୁଳସୀଦାସ ଲେଖିଥିଲେ। ଆଚ୍ଛା ବାଣଭଟ୍ଟ ତାହେଲେ କ'ଣ ଲେଖିଥିଲେ? ଆଚ୍ଛା ବାଣଭଟ୍ଟଙ୍କ ପୂର୍ବରୁ ଯିବା ପୂର୍ବରୁ ଆଚ୍ଛା ମୋତେ କୁହ ସେ କାହାର କୋର୍ଟ ପୋଏଟ୍ ଥିଲେ? ମାନେ କେଉଁ ରାଜାଙ୍କର ସେ କୋର୍ଟ ପୋଏଟ୍ ଥିଲେ? କାହାର? ହର୍ଷବର୍ଦ୍ଧନ। କାହାର? ହର୍ଷବର୍ଦ୍ଧନଙ୍କର କୋର୍ଟ ପୋଏଟ୍ କିଏ ଥିଲେ? ବାଣଭଟ୍ଟ। ଆଚ୍ଛା ତାହେଲେ ବାଣଭଟ୍ଟ ତାହେଲେ କ'ଣ କ'ଣ ଲେଖିଛନ୍ତି? ପ୍ରଥମେ ତ ଲେଖିଛନ୍ତି କାଦମ୍ବରୀ ଆଉ ହର୍ଷଚରିତ। କ'ଣ ଲେଖିଛନ୍ତି? କାଦମ୍ବରୀ ଆଉ ହର୍ଷଚରିତ। କିଏ ଲେଖିଛନ୍ତି? ବାଣଭଟ୍ଟ ଲେଖିଛନ୍ତି କାଦମ୍ବରୀ ଆଉ ହର୍ଷଚରିତ। ଆଚ୍ଛା ଦେଖିଲେ, ଆଚ୍ଛା ସେ କହିଲା ମହେଞ୍ଜୋଦାରୋ ଇଜ୍ ଅଲସୋ ନୋନ୍ ଆଜ୍ କ'ଣ? ମାଉଣ୍ଡ ଅଫ୍ ଦ ଡେଡ୍। କ'ଣ? ମାଉଣ୍ଡ ଅଫ୍ ଦ ଡେଡ୍ ମାନେ ମୃତ ଲୋକଙ୍କର ମାଉଣ୍ଡ ମାନେ କ'ଣ? ଗଦା। ମୃତ ଲୋକଙ୍କର ଗଦାକୁ ଆମେ କ'ଣ କହିବା? ମାଉଣ୍ଡ ଅଫ୍ ଦ ଡେଡ୍। ମାଉଣ୍ଡ ଅଫ୍ ଦ ଡେଡ୍ ହେଉଛି କାହାକୁ କୁହାଯାଏ? ମହେଞ୍ଜୋଦାରୋ। କୋଉ ସିଭିଲାଇଜେସନ୍ କିଏ କହିପାରିବ? ମହେଞ୍ଜୋଦାରୋଟା କୋଉ ସିଭିଲାଇଜେସନ୍? ହରପ୍ପା ସିଭିଲାଇଜେସନ୍। କାହାର? ମହେଞ୍ଜୋଦାରୋ କୋଉ ସିଭିଲାଇଜେସନ୍ର? ମହେଞ୍ଜୋଦାରୋ କିଏ ଡିସ୍କଭର କରିଥିଲେ? ଆର୍.ଡି. ଦୟାରାମ ସାହାଣୀ। କିଏ କରିଥିଲେ? ଆର୍.ଡି. ଦୟାରାମ ସାହାଣୀ। ଆଚ୍ଛା ହରପ୍ପାକୁ କିଏ କରିଥିଲେ? ମହେଞ୍ଜୋଦାରୋ ହେଲେ ଆର୍.ଡି. ବାନାର୍ଜୀ। ହରପ୍ପାକୁ କିଏ କଲେ? ଆର୍.ବି. ଦୟାରାମ ସାହାଣୀ। ହରପ୍ପାକୁ କିଏ କରିଥିଲେ? ଆର୍.ବି. ଦୟାରାମ ସାହାଣୀ। ଆଚ୍ଛା ଆଗ କ'ଣ ଡିସ୍କଭର? ଆଗ ହରପ୍ପା ଡିସ୍କଭର ହେଇଥିଲା 1921 ଆଇ ଥିଙ୍କ। ଆଚ୍ଛା ଯଦି ଭୁଲ ଅଛି ମୋତେ ଟିକେ ଜଣେଇବେ। ଆଚ୍ଛା ଆଉ ତାହେଲେ କ'ଣ ମହେଞ୍ଜୋଦାରୋ ବିଷୟରେ ଆଉ କ'ଣ? ମହେଞ୍ଜୋଦାରୋ ସବୁ ଟାଉନ୍ ପ୍ଲାନିଂ କେମିତି ଥିଲା? ମହେଞ୍ଜୋଦାରୋ ଟାଉନ୍ ପ୍ଲାନିଂ କେମିତି ଥିଲା ସବୁ ଆମର କ'ଣ? ମହେଞ୍ଜୋଦାରୋ ହରପ୍ପାର ସିଭିଲାଇଜେସନ୍ ଟାଉନ୍ ପ୍ଲାନିଂ କେମିତି ଥିଲା? ସିଧା କ'ଣ? ସେଇଠି କ'ଣ ଦେଖାଯାଏ? ବର୍ଣ୍ଟ ବ୍ରିକ୍ ଦେଖାଯାଏ। ତାପରେ ମହେଞ୍ଜୋଦାରୋ ଆଉ ଗୋଟେ କ'ଣ ଦେଖାଯାଇଥିଲା? ଗ୍ରେଟ୍ ବାଥ୍ କୋଉଠି ଦେଖାଯାଇଥିଲା? ମହେଞ୍ଜୋଦାରୋ। ତାପରେ ଗ୍ରେଟ୍ ଗ୍ରାନାରୀ ମାନେ କ'ଣ ଯୋଉ ଶସ୍ୟାଗାର କୋଉଠି ଦେଖାଯାଇଥିଲା? ମହେଞ୍ଜୋଦାରୋ ଦେଖାଯାଇଥିଲା। ତାପରେ ଆମର କ'ଣ ଶୁକ୍ରତଳାରେ କ'ଣ ଦେଖାଯାଇଥିଲା? କ'ଣ ହର୍ସର ମାନେ କ'ଣ ଫସିଲ୍ ଅଫ୍ ଦ ହର୍ସ ଦେଖାଯାଇଥିଲା କୋଉଠି? ଶୁକ୍ରତଳାରେ ଲେଖାଯାଇଥିଲା। ତାପରେ ଫାୟାର ଅଲ୍ଟର ମାନେ କ'ଣ? ଯଜ୍ଞ କୁଣ୍ଡ। ମାନେ ସେତେବେଳେ ଫାୟାର ଅଲ୍ଟର ବି କ'ଣ ହଉଥିଲା? ଯଜ୍ଞ କୁଣ୍ଡ ବି ସେଇ ଟାଇମରେ ଥିଲା। କୋଉଠି? ମହେଞ୍ଜୋଦାରୋ ଟାଇମରେ ଯଜ୍ଞ କୁଣ୍ଡ ଥିଲା। ବୁଝିପାରିଲ ନା ନାଇଁ କଥାଟା?
ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି କ'ଣ ମହେଞ୍ଜୋଦାରୋ, ହରପ୍ପା, ଶୁକ୍ରତଡ଼ା, ତାପରେ ଲୋଥାଲ। ଲୋଥାଲ ହେଲା କ'ଣ? ଲୋଥାଲଟା କ'ଣ ଥିଲା ଆମର? ଲୋଥାଲଟା କ'ଣ ଥିଲା ଆମର? ପୋର୍ଟ ଥିଲା। ওটা କେତେ କୋଉଠି ଥିଲା? ଲୋଥାଲଟା ଗୁଜୁରାଟ ଟାଇମରେ ସେଇଟା କୋଉ ନଦୀ କୂଳରେ ସବୁ ଥିଲା ଦେଇ କହିଲ? ହରପ୍ପା ସିଭିଲାଇଜେସନଟା କୋଉ ନଦୀ କୂଳରେ ଥିଲା? ଇନ୍ଦସ୍ ନଦୀ। ସେଇଥିପାଇଁ କ'ଣ କୁହାଯାଏ? ଇନ୍ଦସ୍ ସିଭିଲାଇଜେସନ ବୋଲି କୁହାଯାଏ। କ'ଣ? ଇନ୍ଦସ୍ ସିଭିଲାଇଜେସନ ବୋଲି କୁହାଯାଏ। କାହାକୁ? ହରପ୍ପା ସିଭିଲାଇଜେସନ। ଆଉ କ'ଣ କୁହାଯାଏ? ଇନ୍ଦସ୍ ସିଭିଲାଇଜେସନ ବୋଲି କୁହାଯାଏ। ଆଚ୍ଛା, ଆମେ ତ 1ରୁ 26 ଡିସ୍କସନ୍ କରିଦେଲେ। ନେକ୍ସଟ ଭିଡ଼ିଓରେ ଆମେ 27ରୁ 50 ଯାଏ କୋଶ୍ଚିନ୍ ଆମେ ଭଲସେ ପୁରା ଡିଟେଲ୍ସରେ ଡିସ୍କସନ୍ କରିବା। ଆଜି ଯେମିତି ଡିସ୍କସନ୍ କଲେ ତାଠୁ ଆହୁରି ଭଲସେ କରିବା। ତ ମୋର ନେକ୍ସଟ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି ଏ ଭିଡ଼ିଓଟି କିଛି ଆପଣଙ୍କୁ ଇନଫର୍ମେଟିଭ୍ ଲାଗିଛି ତେଣୁ ଏଇ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଆଉ ପ୍ଲିଜ୍ ଅନ୍ୟମାନଙ୍କୁ ସେୟାର କରିଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ।